ମୋ ନାମରେ ସମସ୍ତ ଆରାଧନାର କଢାଇ ନେବେ। ପ୍ରେଜ ଦ ଲର୍ଡ ଦିଦି। Praise the Lord, praise the Lord. ଉପସ୍ଥିତ ପ୍ରତ୍ୟେକଙ୍କୁ ମୁଁ ଖ୍ରୀଷ୍ଟୀୟ ନମସ୍କାର ସହ ଆଜିର ଆରାଧନା ଆଜିର ଉପାସନାକୁ ମୁଁ ସ୍ୱାଗତ ଜଣାଏ। ଆଉ ହୋଷ୍ଟ ଆଜ୍ଞାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବି। ବାରମ୍ବାର ମତେ ସରି କ୍ଷମା କରିବେ, ମତେ ସୁଯୋଗ ଦଉଛନ୍ତି ଆରାଧନାକୁ। ଧନ୍ୟବାଦ ଦେବି ପ୍ରତ୍ୟେକଙ୍କୁ। ଆଉ ମୋର ଗୋଟେ ରିକ୍ୱେଷ୍ଟ ଏଇଟା ଥିଲା, ହିମାଲ ସାଗର ପରିସ୍ଥିତି ଆମେ ଜାଣି ନାହୁଁ, ତଥାପି ମଧ୍ୟ ଆମ ଖ୍ରୀଷ୍ଟୀୟ ସମାଜରେ ଗୋଟେ ଭଲ ପୁଅ ବ୍ୟକ୍ତି ଆଉ ଏତେ ସୁନ୍ଦର ସୁନ୍ଦର ଗୀତ ସେ ଆମ ପାଇଁ ଦେଇଛନ୍ତି। ତାର ଗୀତ ସବୁବେଳେ ଆମେ ଯେତେବେଳେ ଶୁଣୁ ଆମକୁ ବହୁତ ଭଲ ଲାଗେ। ଆଉ ଯେତେବେଳେ ତାର ପରିସ୍ଥିତି ଖରାପ ଅଛି, ଆପଣ ମାନେ ସମସ୍ତେ ବୋଝର ସହିତ ପ୍ରାର୍ଥନା କରୁଛନ୍ତି, ପ୍ରାର୍ଥନା କରିବେ। ଆଉ ତାରି ଗୀତ ମତେ ଗାଇବା ପାଇଁ ମତେ ବହୁତ ଭଲ ଲାଗେ। ଆଉ ତାରି ଗୀତ ଗୋଟେ ମୁଁ ଗାଇବା ପାଇଁ ଚାହେଁ। ଆସନ୍ତୁ ଆମେ ସମସ୍ତେ ବୋଝର ସହିତ ପ୍ରାର୍ଥନାର ସହିତ ଆରାଧନାକୁ ଆଗକୁ ନଉଥିବା। ଶୁଭୁଛି ଭଏସ ଆଜ୍ଞା? କ୍ଲିୟର ଅଛି? ଠିକ ଅଛି, ଥ୍ୟାଙ୍କ ୟୁ ସୋ ମଚ। ପ୍ରେଜ ଗଡ୍, ମାଇଟି ଖୁଦା ପ୍ରଭୁ। ତୁମର ଧନ୍ୟବାଦ ହଉ, ତୁମର ପ୍ରଶଂସା ହଉ ପ୍ରଭୁ, ତୁମର ଗୌରବ ହଉ। ହାଲେଲୁୟା। କାଳମୟ ରାତ୍ରରୁ ପ୍ରଭୁ ତୁମେ ଆମମାନଙ୍କୁ ଉଦ୍ଧାର କଲ, ସୁନ୍ଦର ପ୍ରଭାତ ଦେଖିଲ, ସୁନ୍ଦର ପ୍ରଭୁ ପରିବେଶ ଦେଲ। ହାଲେଲୁୟା। ତୁମରି ଭକ୍ତ ଦାସ ଦାସୀ ଗଣଙ୍କ ସହିତ ପ୍ରାର୍ଥନା ଯୋଦ୍ଧା ମାନଙ୍କ ସହିତ ପ୍ରଭୁ ବସି ଏକତ୍ର ମିଳନ କରି ପ୍ରଭୁ ଆରାଧନା ଉପାସନାକୁ ଯିବା ପାଇଁ ସୁଯୋଗ ଦେଲ, ତହି ପାଇଁ ଧନ୍ୟବାଦ। ଆମର ପାପ ଦୋଷ ଧର୍ମକୁ ତୁମେ କ୍ଷମା କର ପ୍ରଭୁ। ଆମେ ଦିନହୀନ, ଆମର କୌଣସି ଉତ୍ତମତା କି ଧାର୍ମିକତା ନାହିଁ, କିନ୍ତୁ ପ୍ରଭୁ ତୁମେ ଆମମାନଙ୍କୁ ଯୋଉ ପ୍ରଭୁ ଅନୁଗ୍ରହ ଆଶୀର୍ବାଦ କରିଛ, ଜୀବନରେ ବଞ୍ଚିଛ, ତାହି ପାଇଁ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ଆମେନ୍। ପ୍ରେଜ ଦ ଲର୍ଡ। ଅଭୁଲା ସେହି ଦୃଶ୍ୟ କାଲବରୀର, ଅଭୁଲା ସେହି ପ୍ରେମ ଯୀଶୁଙ୍କର, ଅଭୁଲା ସେହି ଦୃଶ୍ୟ କାଲବରୀର, ଅଭୁଲା ସେହି ପ୍ରେମ ଯୀଶୁଙ୍କର। ବଳି ହେଲେ କ୍ରୁଶ କାଠରେ, ତ୍ରାଣକର୍ତ୍ତା ନୀରବରେ। ବଳି ହେଲେ କ୍ରୁଶ କାଠରେ, ତ୍ରାଣକର୍ତ୍ତା ନୀରବରେ, ତ୍ରାଣକର୍ତ୍ତା ନୀରବରେ। ଅଭୁଲା ସେହି ଦୃଶ୍ୟ କାଲବରୀର, ଅଭୁଲା ସେହି ପ୍ରେମ ଯୀଶୁଙ୍କର। ପ୍ରହାରିତ ହେଲେ ଯୀଶୁ କରୋଡ଼ା ପ୍ରହାରେ, ଅପରାଧୀ ନ ହୋଇ ସେ ଜୀବନ ଦେଲେ କ୍ରୁଶରେ। ପ୍ରହାରିତ ହେଲେ ଯୀଶୁ କରୋଡ଼ା ପ୍ରହାରେ, ଅପରାଧୀ ନ ହୋଇ ସେ ଜୀବନ ଦେଲେ କ୍ରୁଶରେ। ସହିଲେ ନିରବରେ ତୋ ଉଦ୍ଧାର ପାଇଁ ରେ, ସହିଲେ ନିରବରେ ତୋ ଉଦ୍ଧାର ପାଇଁ ରେ, ତୋ ଉଦ୍ଧାର ପାଇଁ ରେ। ଅଭୁଲା ସେହି ଦୃଶ୍ୟ କାଲବରୀର, ଅଭୁଲା ସେହି ପ୍ରେମ ଯୀଶୁଙ୍କର, ଅଭୁଲା ସେହି ଦୃଶ୍ୟ କାଲବରୀର, ଅଭୁଲା ସେହି ପ୍ରେମ ଯୀଶୁଙ୍କର। ହସ୍ତପାଦେ କଣ୍ଟା ଆଘାତେ, ଗଲଗଥା କ୍ରୁଶ ପରେ,
ରକତ ବୁହାର ନିନ୍ଦା ସେ ସହି ପ୍ରେମରେ ଜୀବନ ଦେଲେ। ହସ୍ତପାଦେ କଣ୍ଟା ଘତେ ଗଲଗଥା କ୍ରୁଶ ପରେ ରକତ ବୁହାଇ ନିନ୍ଦାରେ ସହି ପ୍ରେମରେ ଜୀବନ ଦେଲେ। ଧୋଇ ଦେ ଅପରାଧ ସେ ପରିତ୍ରାଣ ତତେ ଦେଲେ। ଧୋଇ ଦେ ଅପରାଧ ସେ ପରିତ୍ରାଣ ତତେ ଦେଲେ। ପରିତ୍ରାଣ ତତେ ଦେଲେ। ଅଭୁଲା ସେହି ଦୃଶ୍ୟ କାଲବରୀର, ଅଭୁଲା ସେହି ଦୃଶ୍ୟ କାଲବରୀର, ଅଭୁଲା ସେହି ଦୃଶ୍ୟ କାଲବରୀର, ଅଭୁଲା ସେହି ଦୃଶ୍ୟ। କ୍ରୁଶର ବଳି ହେଲେ କ୍ରୁଶ କାଠରେ ତ୍ରାଣକର୍ତ୍ତା ନୀରବରେ ବଳି ହେଲେ କ୍ରୁଶ କାଠରେ ତ୍ରାଣକର୍ତ୍ତା ନୀରବରେ ତ୍ରାଣକର୍ତ୍ତା ନୀରବରେ। ଅଭୁଲା ସେହି ଦୃଶ୍ୟ କାଲବରୀର, ଅଭୁଲା ସେହି ଦୃଶ୍ୟ ଯୀଶୁଙ୍କର। ହାଲେଲୁୟା। ଥ୍ୟାଙ୍କ ୟୁ ମାଷ୍ଟର। ଜଗତକୁ ଏଡ଼େ ପ୍ରେମ କରିଲ ପ୍ରିୟ ପିତା ଈଶ୍ୱର। ଜଗତକୁ ଏଡ଼େ ପ୍ରେମ କରିଲ ପ୍ରିୟ ପିତା ଈଶ୍ୱର। ଦୟା କଲ କୃପା କଲ, ଦୟା କଲ କୃପା କଲ ଆମକୁ ପ୍ରେମ କରିଲ। ଜଗତକୁ ଏଡ଼େ ପ୍ରେମ କରିଲ ପ୍ରିୟ ପିତା ଈଶ୍ୱର। ଜଗତକୁ ଏଡ଼େ ପ୍ରେମ କରିଲ ପ୍ରିୟ ପିତା ଈଶ୍ୱର। ଦାନ ଦେଲ ହେ ଈଶ୍ୱର ଆପଣା ଅଦ୍ୱିତୀୟ ପୁତ୍ର। ତାହାଙ୍କର କତେ ଦେଲ ପ୍ରଭୁ ପରିତ୍ରାଣ ଆମକୁ। ଦୟା କଲ କୃପା କଲ, ଦୟା କଲ କୃପା କଲ ଆମକୁ ଉଦ୍ଧାର କରିଲ। ଜଗତକୁ ଏଡ଼େ ପ୍ରେମ କରିଲ ପ୍ରିୟ ପିତା ଈଶ୍ୱର। ଜଗତକୁ ଏଡ଼େ ପ୍ରେମ କରିଲ ପ୍ରିୟ ପିତା ଈଶ୍ୱର। ପଡ଼ିଥିଲୁ ଆମେ ପାପ ଅନ୍ଧକାରେ, ହଜିଥିଲୁ ଏ ଜଗତେ। ଆଶା ହରାଥିଲୁ ଖୋଜି ସେ ପାଇଲେ, ଉଦ୍ଧାର କରତା ସେ ଯେ। ପଡ଼ିଥିଲୁ ଆମେ ପାପ ଅନ୍ଧକାରେ, ହଜିଥିଲୁ ଏ ଜଗତେ। ଆଶା ହରାଥିଲୁ
खोजी से पाइले उद्धार करता से जे दया कर कृपा कर दया कर कृपा कर अनंत जीवन देना जगतକୁ एडे प्रेम करेला प्रिय पिता ईश्वर जगतକୁ एडे प्रेम करेला प्रिय पिता ईश्वर प्रिय पिता ईश्वर प्रिय पिता ईश्वर आराधना में है छुटकारा आराधना में है चंगाई आराधना में है छुटकारा आराधना में है चंगाई शरीर प्राण आत्मा में शांति आनंद देता है जान से भी प्यारा प्रभु प्रार्थना करे आराधना करे ओ अच्छा है कितना भला है हालेलुया प्रार्थना करे आराधना करे ओ अच्छा है कितना भला है छुटकारा पाए हमेशा हालेलुया छुटकारा पाए हमेशा मांगो तो तुम्हें मिलेगा ढूंढोगे तुम पाओगे मांगो तो तुम्हें मिलेगा ढूंढोगे तुम पाओगे खटखटाओ खोलेगी स्वर्ग की आशीष से पाओ तुम उससे अभी प्रार्थना करे आराधना करे ओ अच्छा है कितना भला है हालेलुया प्रार्थना करे आराधना करे ओ अच्छा है कितना भला है छुटकारा पाए हमेशा हालेलुया छुटकारा पाए हमेशा प्रार्थना करो निरंतर प्रार्थना करो विश्वास से प्रार्थना करो निरंतर प्रार्थना करो विश्वास से धर्मजन की प्रार्थना विश्वास की प्रार्थना खोलती है सारे बंधन धर्मजन की प्रार्थना विश्वास की प्रार्थना खोलता है सारे बंधन प्रार्थना करे आराधना करे ओ अच्छा है कितना भला है हालेलुया प्रार्थना करे आराधना करे ओ अच्छा है कितना भला है छुटकारा पाए हमेशा हालेलुया छुटकारा पाए हमेशा छुटकारा पाए हमेशा हालेलुया छुटकारा पाए हमेशा धन्यवाद 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 प्रेमिक बंधु पालक परमेश्वर भयंकर ठू भयंकर पिता मु तुमरी धन्यवाद करुची मु एका रुहे प्रभु जुमरे बसिथिबा तुमरी प्रार्थना योद्धाकारी माने ओ परमेश्वर आमे तुमर पाद तले पडुछु प्रभु आंठु भांगुछु राजा तुमे आमनकर दोष दुर्बलता क्षमा कर प्रभु प्रति मुहूर्त रे प्रभु आमे झुंटुछु पडुछु तुमर विरुद्ध रे जाउछु प्रभु प्रत्येक समय रे प्रभु पाप रे पडुछु राजा तुमे दया
ଦୟାକର ତୁମରି ସେ ବଳବନ୍ତ ହସ୍ତ ତଳେ ଆମକୁ ଲୁଚାଅ ହଜାଅ ପ୍ରଭୁ ଆମେ ଯେପରି ତୁମରି ବିରୁଦ୍ଧାଚରଣ ନ କରିବୁ ଆମେ କାହାର ବିରୁଦ୍ଧରେ ନ ଯିବୁ ମଣ୍ଡଳୀ ବିରୁଦ୍ଧରେ ନ ଯିବୁ ବାପା ମା ଭାଇ ଭଉଣୀ ବିରୁଦ୍ଧରେ ନ ଯିବୁ ଆମର ଆତ୍ମୀୟ ବିରୁଦ୍ଧରେ ନ ଯିବୁ ରାଜା ସତ୍ୟ ଆତ୍ମାରେ ଆମେ ତୁମରି ସେବା କରିବୁ ରାଜା ସେଇ ତୁମେ ମନ ଦିଅ ପ୍ରଭୁ ପ୍ରଭୁ ଏ ଚକ୍ଷୁକୁ ପ୍ରତ୍ୟେକ ସମୟ ପ୍ରଭୁ ତୁମେ ପ୍ରହରୀ ଜଗାଅ ଯେପରି ତୁମରି ଆସିବା ବାଟକୁ ଆମେ ଚାହିଁ ବସିଥିବୁ ପ୍ରଭୁ ତୁମରି ଦ୍ୱିତୀୟ ଆଗମନରେ ଯଦି ଆମେ ବଞ୍ଚିଛୁ ତାହେଲେ ଆମେ ତୁମରି ଦର୍ଶନ ପାଇବୁ ଯଦି ମୃତ୍ୟୁ ହେଇଯିବୁ ତାହେଲେ ପ୍ରଭୁ ଆମର ଆତ୍ମା ଶରୀର ପ୍ରାଣକୁ ସଜୀବ ପବିତ୍ର କର ଯେପରି ଆମେ ତୁମରି ଆସିବା ବାଟକୁ ଅପେକ୍ଷାରେ ରହିବୁ ଏଇ ମନ ତୁମେ ଆମକୁ ଦିଅ ଆଜିର ଆରାଧନା ଆଜିର ଉପାସନା ଆଜିର ବାକ୍ୟ ଆଜିର ମହିଳା ସମିତି ପ୍ରତ୍ୟେକଙ୍କୁ ତୁମ ହସ୍ତରେ ସମର୍ପଣ କରି ରାଜା ତୁମର ଉପସ୍ଥିତି ଦିଅ ଆଉ ପ୍ରଭୁ ତୁମେ ଚଳେ ନିଅ ବାହିନିଅ ବୋଲି ପ୍ରତ୍ୟେକ ତୁମ ହସ୍ତରେ ସମର୍ପିତ ହେଇ ତୁମରି ପୁତ୍ର ଯୀଶୁଙ୍କ ନାମରେ ମାଗୁଛି ଆମେନ 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 ଧନ୍ୟବାଦ ସିଷ୍ଟର ମତେ ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ପ୍ରେଜ ଦ ଲର୍ଡ ପ୍ରତ୍ୟେକଙ୍କୁ ଆମେନ୍ ଧନ୍ୟବାଦ ଦିଦି ବହୁତ ବହୁତ ଧନ୍ୟବାଦ ଅତି ସୁନ୍ଦର ଭାବରେ ଗୀତ ଗାନ କରି ପ୍ରଭୁଙ୍କର ଗୌରବ କରିଥିବାରୁ ଆପଣଙ୍କୁ ଧନ୍ୟବାଦ ଦିଏ କିନ୍ତୁ ସମୟ ଅଛି ଆଉ ଗୋଟେ 5 ମିନିଟ ଯଦି ଚାହିଁବେ ଆପଣ ଆଉ ଗୋଟେ ଗୀତ ଗାଇପାରିବେ हालेलुया थैंक यू मास्टर पवित्र आत्मा दयालु प्रभु तुम्हारे धन्यवाद हो ବସିଛନ୍ତି ଯିଶୁ ତ ପଥ ଚାହିଁ ଫେରି ଆସିବୁ ବୋଲି ତୁହି ବସିଛନ୍ତି ଯିଶୁ ତ ପଥ ଚାହିଁ ଫେରି ଆସିବୁ ବୋଲି ତୁହି ହେଉ କାହିଁକି ତୁ ଆମନିଆ ହେଉ କାହିଁକି ତୁ ଆମନିଆ ଯାଉଛି ବେଳ ବେଗେ ବହି ବସିଛନ୍ତି ଯିଶୁ ତ ପଥ ଚାହିଁ ଫେରି ଆସିବୁ ବୋଲି ତୁହି ବସିଛନ୍ତି ଯିଶୁ ତ ପଥ ଚାହିଁ ଫେରି ଆସିବୁ ବୋଲି ତୁହି ବିତି ଯାଉ ଦିନ ମାସ ବରଷ ତୋ ପଥ ଚାହିଁ ଚାହିଁ ତୋ ପଥ ଚାହିଁ ଚାହିଁ ବିତି ଯାଏ ଦିନ ମାସ ବରଷ ତୋ ପଥ ଚାହିଁ ଚାହିଁ ତୋ ପଥ ଚାହିଁ ଚାହିଁ କରନ୍ତି ଅଳି ପିତାଙ୍କ ଠାରେ କରନ୍ତି ଅଳି ପିତାଙ୍କ ଠାରେ ନୀତି ପ୍ରତି ଯିଶୁ ତୋହରି ପାଇଁ ହେଉ କାହିଁକି ତୁ ଆମନିଆ ହେଉ କାହିଁକି ତୁ ଆମନିଆ ଯାଉଛି ବେଳ ବେଗେ ବହି ବସିଛନ୍ତି ଯିଶୁ ତ ପଥ ଚାହିଁ ଫେରି ଆସିବୁ ବୋଲି ତୁହି ହେଉ କାହିଁକି ତୁ ଆମନିଆ ହେଉ କାହିଁକି ତୁ ଆମନିଆ ଯାଉଛି ବେଳ ବେଗେ ବହି ବସିଛନ୍ତି ଯିଶୁ ତ
पथ चाहे फेरि आसिबु बोली तुही बसिछन्ति जिसु तो पथ चाहे फेरि आसिबु बोली तुही बीती जाए दिन मास बरस तो पथ चाही तो पथ चाही बीती जाए दिन मास बरस तो पथ चाही तो पथ चाही କରନ୍ତି ଅଳି ପିତାଙ୍କ ଠାରେ କରନ୍ତି ଅଳି ପିତାଙ୍କ ଠାରେ ନୀତି ପ୍ରତି ଯୀଶୁ ତୋହରି ପାଇଁ ହେଉ କାହିଁକି ତୁ ଅମନିଆ ହେଉ କାହିଁକି ତୁ ଅମନିଆ ଯାଉଛି ବେଳ ବେଗେ ବହି ବସିଛନ୍ତି ଯୀଶୁ ତୋ ପଥ ଚାହିଁ फेरि आसिबु बोली तुही बसिछन्ति जिसु तो पथ चाहे फेरि आसिबु बोली तुही फेरि आसिबु बोली तुही फेरि आसिबु बोली तुही धन्यवाद सिस्टर धन्यवाद धन्यवाद दीदी, बहुत बहुत धन्यवाद। अति सुंदर गीत गुड़ाक गान करी प्रभुंकर गौरव महिमा करिथिबारु आपनको बहुत बहुत धन्यवाद अर्पण करे। प्रेज द लॉर्ड दीदी, प्रभु आशीर्वाद करंतु, अनुग्रह करंतु, ए प्रकार विभिन्न जगह रे प्रभु तंकर गौरव उद्देश्य रे आपनको व्यवहृत करंतु। आमेन आमेन। प्रेज द लॉर्ड। आसंतु प्रिय दीदी को पई हमने एक उच्च कर ताळ दे प्रभुंकर गौरव उद्देश्य रे धन्यवाद अर्पण करिबे। बहुत बहुत धन्यवाद दीदी। प्रेज द लॉर्ड। आसंतु आमने एई समय रे ईश्वरंकर जीवंत वाक्य आमने एई समय श्रवण करबा को जीवा। आ वाक्य श्रवण करबा पूर्वरु आ किछि अनाउंसमेंट रे समय रही एई समय मु आकर आज्ञा को हस्त रे समर्पित करे से आगामी समय कढे नेबे। प्रेज द लॉर्ड आज्ञा। प्रेज द लॉर्ड दीदी, प्रेज द लॉर्ड। रियल मिस्ट ऑफ इंडिया अनुकूल अनुष्ठित प्रातःकाल उपासना उपस्थित प्रत्येक को परित्राणकर्ता शीघ्र आसुथिबा प्रभु जीशु कृष्ण नाम रे मु नमस्कार जनाए। समस्त को नमस्कार। आओ विज्ञापन आमने शुक्रवार दिन ठारो प्रकाश करी आसुछु। पुणी थरे आज मु प्रकाश करिया पई चाहे। आओ आमनकर समस्तंकर अति प्रिय बंधु प्रभुଙ୍କ दास आओ समस्त जूम री तांकर उपस्थिति थाए। आमनकर रियल मिस्ट ऑफ इंडिया रो चतुर्थ पंचम गेट टुगेदर रो आओ सभापति जांकर सभापतित्व रे आमाने 4000 टंकारे 4टी सहर बुलिकी चतुर्थ गेट टुगेदर कार्यक्रम करके आसीथिलु। कोयमथुर, उटी, मैसूर, बेंगलोर और आसंता वर्ष 2026 रे जाके बॉम्बे रे पंचम गेट टुगेदर हेबा पाई जाउ अछि। आर तार सभापतित्व दायित्व नै छंती। आ सेई प्रभु को दासंकर स्त्री शुक्रवार दिन प्रभु को कोल को जाई अछंती। आओ से दुखी परिवार को शांति सांत्वना देवा निमंती आज तांको बासगृह रे आओ शोक सभा रो आयोजन करा जाउछि। आओ से केही नुहंती आमे समस्तंकर अति प्रिय बंधु आओ रेवरेंड प्रमोद परिछा सार तांको गृह ब्रह्मपुर गजपति जिला नवागढ़ ब्लॉक। आओ आपण मानकु आमाने रियल मिस्ट ऑफ इंडिया तरफ रो अनुरोध करूछु। तांको परिवार तरफ रो मध्य अनुरोध करा जाउछि। जदि गजपति जिला भितरे जो माने अछंती आपण माने आज से दुखी परिवार को शांति सांत्वना देवा निमंते शोक सभा उपस्थित हुंतु। आउ 10टा समय रे
ଶୋକ ସଭା ଆରମ୍ଭ ହେବ। ଆଉ ଯେଉଁମାନେ ଦୂର ଦୂରାନ୍ତରେ ଅଛନ୍ତି, ଆପଣମାନେ ଯଦି ଚାହିଁବେ ଆପଣମାନଙ୍କର ହସ୍ତକୁ ଖୋଲି ସେ ପରିବାରକୁ କିଛି ଦାନ ପଠେଇ ପାରିବେ, କିମ୍ବା ଆମ ଗ୍ରୁପରେ ଗୋଟିଏ ଆଉ ଫୋନ ପେ ନମ୍ବର ବି ପଠେଇଛି, ଆପଣମାନେ ସେଇ ଫୋନ ପେରେ ମଧ୍ୟ ମୋତେ ପଠେଇ ପାରିବେ। ଆଉ ଏ ସମସ୍ତ ଅର୍ଥକୁ ଆମେ ଏକାଠି କରି ସେ ପରିବାର ନିମନ୍ତେ କିଛି ବସ୍ତ୍ରର ବ୍ୟବସ୍ଥା କରିବା ପାଇଁ ଯୋଜନା କରିଛୁ। ଆମେ ବିଜ୍ଞାପନ କରିଥିଲୁ, ବିଜ୍ଞାପନ ଅନୁସାରେ 6 ଜଣ ପ୍ରଭୁଙ୍କର ଦାସ ଦାସୀ ମାନେ ଅର୍ଥଟି ପଠେଇ ଅଛନ୍ତି। ଆଉ ସେମାନଙ୍କର ନାମଟିକୁ ମୁଁ ଘୋଷଣା କରୁଅଛି। ଆଉ ପ୍ରଥମେ ପ୍ରଭୁଙ୍କ ଦାସ ଦେଇ ଅଛନ୍ତି ଆଚାର୍ଯ୍ୟ ପ୍ରଦୀପ ରାଉଳ ସାର୍, ପୁରୀରୁ 500 ଟଙ୍କା ଦାନ କରିଅଛନ୍ତି। ଆଉ ଦ୍ୱିତୀୟରେ ବିଶାଖାପଟନମରୁ ବ୍ରଦର ମିଟୁକର 200 ଟଙ୍କା ଦାନ ଦେଇଅଛନ୍ତି। ଆଉ ତୃତୀୟରେ ପାଳିକା ନିର୍ମଳା ଲିମା ସୋନେପୁରରୁ 100 ଟଙ୍କା ଦାନ କରିଅଛନ୍ତି। ଚତୁର୍ଥରେ ବିଶାଖାପଟନମରୁ ସମିତା ମିସାଲ ଦିଦି 300 ଟଙ୍କା ଦାନ ଦେଇ ଅଛନ୍ତି। ଏବଂ ପଞ୍ଚମରେ ଆଉ ବଲାଙ୍ଗୀରରୁ ହେମଲତା ସୁନା ଦିଦି 100 ଟଙ୍କା ଦାନ ଦେଇଅଛନ୍ତି। ଏବଂ ଷଷ୍ଠରେ ଆଉ ପାଳିକା ଅନୁପମା ବାଗ ଦିଦି ବଲାଙ୍ଗୀରରୁ 100 ଟଙ୍କା ଦାନ ଦେଇ ଅଛନ୍ତି। ସର୍ବମୋଟ 6 ଜଣ ହସ୍ତ ବଢେଇଛନ୍ତି। ସେ 6 ଜଣଙ୍କ ପାଇଁ ପ୍ରାର୍ଥନା କରିବା ଯେ ଯୋଉ ଭଣ୍ଡାରୁ ସେମାନେ ଦେଇ ଅଛନ୍ତି ସେ ଭଣ୍ଡାରକୁ ପ୍ରଭୁ ପୂର୍ଣ୍ଣ କରନ୍ତୁ। ଆଉ ଯେଉଁମାନେ ଦେବା ପାଇଁ ଚାହୁଁଛନ୍ତି, ମୁଁ ଗ୍ରୁପରେ ପଠେଇଛି ଫୋନ ପେ ନମ୍ବର, ସେ ଫୋନ ପେ ନମ୍ବରରେ ଆପଣମାନେ ଅର୍ଥ ପଠେଇ ପାରିବେ। ଆଉ ସେ ଅର୍ଥକୁ ଆମେ ଜମା କରି ଏକାଠି କରି କିଛି ବସ୍ତ୍ର କିଣିକି ସେଇ ଦୁଃଖୀ ପରିବାରକୁ ଦେବା ପାଇଁ ଆମେ ଚିନ୍ତା କରିଅଛୁ। ଆଉ ଆଜିର ସମସ୍ତ ପ୍ରୋଗ୍ରାମ ନିମନ୍ତେ ବିଭିନ୍ନ ସ୍ଥାନରୁ ପ୍ରଭୁଙ୍କର ଦାସ ଦାସୀ ମାନେ ସେ ଶୋକ ସଭାକୁ ଯିବେ, ସମସ୍ତେ ସୁରକ୍ଷିତ ପହଞ୍ଚି ପାରିବେ ସେଥି ନିମନ୍ତେ ତା ସହିତ ଆମେମାନେ ମଧ୍ୟ ଯିବୁ, ରାୟଗଡ଼ାରୁ ଯିବୁ। ଆଉ ଆମମାନଙ୍କ ଯାତ୍ରା ପ୍ରଥମ ସଫଳ ନିମନ୍ତେ ମଧ୍ୟ ପ୍ରାର୍ଥନାରେ ସ୍ମରଣ କରିବି। ଆଉ ଆମମାନଙ୍କର ଆଉ ପ୍ରବୀଣା ସିଷ୍ଟରଙ୍କର ସ୍ୱାମୀଙ୍କ ଦେହ ବି ଅସୁସ୍ଥ ରହିଛି, ମେଡିକାଲରେ ଟ୍ରିଟମେଣ୍ଟ ହଉଛନ୍ତି, ତାଙ୍କରି ସୁସ୍ଥତା ପାଇଁ ବି ପ୍ରାର୍ଥନା କରିବା। ଆଉ ହ୍ୟୁମାନ ସାଗର ଅବଶ୍ୟ ସେ ଖ୍ରୀଷ୍ଟିଆନ ପିଲା, କିନ୍ତୁ ସେ ପ୍ରଭୁଙ୍କୁ ଭୁଲି ଯାଇଥିଲେ, ତାଙ୍କୁ ସେ ମଧ୍ୟ ସିରିୟସ ଅଛନ୍ତି, ତାଙ୍କ ପାଇଁ ମଧ୍ୟ ଆମେ ପ୍ରାର୍ଥନା କରିବା। ଜାଣତ ଅଜାଣତରେ ଅନେକ ଲୋକ ଅସୁସ୍ଥ ଅଛନ୍ତି, ସମସ୍ତଙ୍କର ସୁସ୍ଥ ସବଳ ପାଇଁ ଆମେ ପ୍ରାର୍ଥନା କରିବା। ଏ ସମସ୍ତ ବିଷୟ ନେଇ ଆଉ ବାକ୍ୟ ଶେଷ ପରେ ପ୍ରାର୍ଥନାରେ ସ୍ମରଣ କରେଇବେ ବୋଲି ମୁଁ ପରିଚାଳିକା ମ୍ୟାଡାମକୁ ଅନୁରୋଧ କରେ। ଧନ୍ୟବାଦ। ଧନ୍ୟବାଦ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ସୁନ୍ଦର ଆନାଉନ୍ସମେଣ୍ଟ ନିମନ୍ତେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରେ। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆମମାନେ ଏହି ସମୟରେ ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ଆମମାନେ ଏହି ସମୟରେ ଶ୍ରବଣ କରିବାକୁ ଯିବା। ବାକ୍ୟ ଶ୍ରବଣ କରିବା ପୂର୍ବରୁ ସଂକ୍ଷିପ୍ତ ଭାବରେ ଆସନ୍ତୁ ଆମମାନେ ପ୍ରାର୍ଥନା କରିବା। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପିତା ପରମେଶ୍ୱର ପ୍ରଭୁ, ଧନ୍ୟବାଦ କରୁଅଛୁ ପିତା ମଙ୍ଗଳମୟ ନ୍ୟାୟାଧିପତି ସଦା ପ୍ରଭୁ, ତୁମେ ଦୟା କଲ ଅନୁଗ୍ରହ କରି ପ୍ରଭୁ ଆଜି ଉପାସନା ଆରମ୍ଭରୁ ଏପର୍ଯ୍ୟନ୍ତ ତୁମେ ଆମମାନଙ୍କର ମଧ୍ୟରେ ଉପସ୍ଥିତ ରହି ପଢ଼ାଇ ଆଣିଅଛ। ଧନ୍ୟବାଦ ଦେଉଛି ସୁନ୍ଦର ଆରାଧନା କରିବା ନିମନ୍ତେ ଅନୁପମା ଦିଦିଙ୍କୁ ତୁମେ ବ୍ୟବହୃତ କଲ। ଧନ୍ୟବାଦ ଦେଉଛି ପ୍ରିୟ ଦିଦିଙ୍କୁ ତୁମେ ଆଶୀର୍ବାଦ କର, ଅନୁଗ୍ରହ କର। ଏ ପ୍ରକାର ତୁମରି ଗୌରବ ଉଦ୍ଦେଶ୍ୟରେ ବିଭିନ୍ନ ଜାଗାରେ ତୁମେ ବ୍ୟବହୃତ କର। ପୁଣି ପିତା ପରମେଶ୍ୱର ପ୍ରଭୁ, ତୁମେ ତାଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କର, ଅନୁଗ୍ରହ କର ପ୍ରଭୁ। ପ୍ରାର୍ଥନା କରି ପିତା ପରମେଶ୍ୱର ପ୍ରଭୁ, ତୁମରି ଜୀବନ୍ତ ବାକ୍ୟ ନେଇ ଆସୁଥିବା ତୁମରି ମନୋନୀତ ଦାସୀଙ୍କୁ ମଧ୍ୟ ତୁମ ହସ୍ତରେ ସମର୍ପିତ କରେ। ତାଙ୍କୁ ମଧ୍ୟ ତୁମେ ଆଶୀର୍ବାଦ କର, ଅନୁଗ୍ରହ କର, ତାଙ୍କୁ ତୁମେ ଦୟା କର ପ୍ରଭୁ, ତାଙ୍କ ମୁଖ ଦେଇ ତୁମେ କଥା କୁହ। ପିତା ପରମେଶ୍ୱର ପ୍ରଭୁ, ତାଙ୍କୁ ତୁମେ ଆଶୀର୍ବାଦ କର ପ୍ରଭୁ। ପ୍ରେମିକ ପରମେଶ୍ୱର ପ୍ରଭୁ, ତୁମେ ସାହାଯ୍ୟ କର। ଯେତୋଟି ଡିଭାଇସ୍ ଅଛୁ ପ୍ରତିଟି ଡିଭାଇସର ଯତ୍ନ ନିଅ ପ୍ରଭୁ। ପ୍ରତ୍ୟେକ ଯେପରି ପ୍ରଭୁ ଉତ୍ତମ ଭାବରେ ତୁମରି ଜୀବନ୍ତ ବାକ୍ୟକୁ ଶ୍ରବଣ କରିପାରିବୁ ସେ ପ୍ରକାର ତୁମେ ସାହାଯ୍ୟ କର। ମଙ୍ଗଳକାରୀ ପରମେଶ୍ୱର ପ୍ରଭୁ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମେ ସହବର୍ତ୍ତୀ ରୁହ। ପ୍ରତ୍ୟେକଙ୍କୁ ତୁମ ହସ୍ତରେ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲି ପିତା, ଆମେନ୍। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆମମାନେ ଏହି ସମୟରେ, ଆଉ କହିବାକୁ ତ ଭଲ ଲାଗୁନାହିଁ, ତଥାପି ବି ପୁନର୍ବାର କହୁଛି, ଯଦି ଆପଣମାନେ ସଠିକ୍ ଜାଗାରେ ଅଛନ୍ତି ତେବେ ଦୟାପୂର୍ବକ ଭିଡ଼ିଓ ଅନ୍ କରିକି ବସିଲେ ଭଲ ହବ। ଆଉ ପୁଣି ଆମମାନଙ୍କର ବାକ୍ୟଦାତ୍ରୀଙ୍କୁ ମଧ୍ୟ ଭଲ ଲାଗିବ। ତ ଏହି ସମୟରେ ଆମମାନେ ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ଶ୍ରବଣ କରିବାକୁ ଯିବା। ଆଜି ଆମମାନଙ୍କ ରିଏଲ୍ ମିନିଷ୍ଟ୍ରି ଅଫ୍ ଇଣ୍ଡିଆର ଏ ପ୍ରଭାତକାଳୀନ ସଭାରେ ଈଶ୍ୱରଙ୍କର ଜୀବନ୍ତ ବାକ୍ୟ, ଶକ୍ତିଯୁକ୍ତ ବାକ୍ୟ ନେଇ ଆସୁଅଛନ୍ତି ସୁଦୂର ଭୁବନେଶ୍ୱରରୁ ଆମମାନଙ୍କର ପ୍ରିୟ
ଭଉଣୀ ଜ୍ୟୋତ୍ସ୍ନା ରାଣୀ ଖୋସଲା ଭଉଣୀ ଆମମାନଙ୍କ ଗହଣରେ ଉପସ୍ଥିତ ଅଛନ୍ତି। ଆଉ ପ୍ରିୟ ଭଉଣୀକୁ ଏକ ବାକ୍ୟର ସହିତ ମୁଁ ସମ୍ମୁଖକୁ ଆହ୍ୱାନ କରିବାକୁ ଚାହେଁ। ଲାବଣ୍ୟ ପ୍ରବଞ୍ଚନ ଜନକ ଓ ସୌନ୍ଦର୍ଯ୍ୟ ଅସାର, ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ ସେ ପ୍ରଶଂସିତା ହେବ। ଈଶ୍ୱରଙ୍କର ଏଇ ଜୀବନ୍ତ ବାକ୍ୟ ଦେଇ ଆଜିର ଏଇ ରିଏଲ୍ ମିନିଷ୍ଟ୍ରି ଅଫ୍ ଇଣ୍ଡିଆର ଓମେନ୍ସ ଫେଲୋସିପ୍କୁ ଆପଣଙ୍କୁ ସ୍ୱାଗତ କରେ। ଆପଣ ଆଣିଥିବା ସେଇ ଜୀବନ୍ତ ବାକ୍ୟକୁ ଆମମାନଙ୍କ ମଧ୍ୟରେ ବଣ୍ଟନ କରିବା ହେବ। ଆସନ୍ତୁ ଏକ ଉଚ୍ଚ କରତାଳି ଦେଇ ପ୍ରିୟ ଭଉଣୀକୁ ଆମେ ସ୍ୱାଗତ କରିବା। ଧନ୍ୟବାଦ ଆଣ୍ଟି, ଅତି Praise the ସୁନ୍ଦର Lord. ଭାବରେ ମତେ ବାକ୍ୟର ସହିତ ସ୍ୱାଗତ କରିଥିବାର ଅଶେଷ ଅଶେଷ ଧନ୍ୟବାଦ ଦଉଛି। ରିଏଲ୍ ମିନିଷ୍ଟ୍ରି ଅଫ୍ ଇଣ୍ଡିଆର ପିଟର ସାର୍ଙ୍କୁ ମୁଁ ଧନ୍ୟବାଦ ଦଉଛି ଆଉ ନମସ୍କାର ଜଣାଉଛି। ଆଉ ସେ ମତେ ଯଜ୍ଞ ମଣିଲେ ତାଙ୍କର ମଣ୍ଡଳୀରେ, ମୁଁ ଏଇଟା ମଣ୍ଡଳୀ ହିଁ କୁହେ, ଆଉ ମଣ୍ଡଳୀ ମତେ ବାକ୍ୟ ବିତରଣ କରିବା ନିମନ୍ତେ ଆଉ ଯଜ୍ଞ ମଣିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଦଉଛି। ଆଉ ନମସ୍କାର ଆଣ୍ଟି, ଆପଣଙ୍କୁ ମଧ୍ୟ ମୁଁ ନମସ୍କାର ଜଣାଉଛି। ଆଉ ଆପଣ ମଧ୍ୟ ମତେ ଚିନ୍ତା କରିକି ଆଉ କହିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଦଉଛି। ତା ସଙ୍ଗେ ସଙ୍ଗେ ରିଏଲ୍ ମିନିଷ୍ଟ୍ରି ଅଫ୍ ଇଣ୍ଡିଆର ଯେତେ ଜଣ ଜଡ଼ିତ ହୋଇଛନ୍ତି ଡିଭାଇସ୍ର ପ୍ରତ୍ୟେକଙ୍କୁ ମୋର ଖ୍ରୀଷ୍ଟ ପ୍ରେମ ନମସ୍କାର ଜଣାଉଛି। ପ୍ରେଜ୍ ଦ ଲର୍ଡ। ଆଉ ଅତି ସୁନ୍ଦର ଭାବରେ ଆପଣମାନେ ଭୋରୁ 4:30 ବେଳଠୁ ଆରମ୍ଭ କରିକି ଆପଣମାନେ ସ୍ଥିର ଭାବରେ ବସି ଅଛନ୍ତି। ଆଉ ପୁନର୍ବାର ମୁଁ କହୁଛି, ମତେ ଯଜ୍ଞ ମଣ୍ଡେ ମତେ ସେତିକି ଯୋଗ୍ୟତା ନାହିଁ, ତଥାପି ମୁଁ ପ୍ରଭୁଙ୍କର ବାକ୍ୟକୁ ଅଳ୍ପ ସମୟରେ ଆଉ ବିତରଣ କରିବାକୁ ଇଚ୍ଛା ପ୍ରକାଶ କରେ। ପ୍ରାତଃକାଳରେ ଆମମାନେ ସମସ୍ତେ ପ୍ରଭୁଙ୍କ ସାନ୍ନିଧ୍ୟରେ ସେ ସମାଗମ ତମ୍ବୁର ଚତୁଃପାର୍ଶ୍ୱରେ ଆମମାନେ ସମସ୍ତେ ନିଜ ନିଜର ନୈବେଦ୍ୟକୁ ନେଇକି ଆସିଅଛୁ। ଆଉ ମହାଯାଜକ ତାହା ସଆଦରରେ ଗ୍ରହଣ କରୁଅଛନ୍ତି। ଯେତେବେଳେ ପରମେଶ୍ୱର ଆମମାନଙ୍କୁ ଅତି ସୁନ୍ଦର ଭାବରେ ଗୋଟେ ପରେ ଗୋଟେ ବର୍ଷ ଏବେ ଶେଷ ହୋଇ ଆସୁଅଛି, ଆମ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରୁଛନ୍ତି। ଆମର ପ୍ରଥମ ଆଶୀର୍ବାଦ ହେଉଛି ଆମର ଉତ୍ତମ ସ୍ୱାସ୍ଥ୍ୟ। ଯେ ଯାହା ବି ଖାଉନା ପିଉନା, ଯାହା ବି ଯେମିତି ଘରେ ରହୁନା କାହିଁକି, କିନ୍ତୁ ପ୍ରଥମ ଆଉ ଆଶୀର୍ବାଦ ହେଉଛି ଉତ୍ତମ ସ୍ୱାସ୍ଥ୍ୟ। ଆମମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଦେଇଅଛନ୍ତି ଆଉ ତାଙ୍କ ସାନ୍ନିଧ୍ୟରେ ବସିକି ତାଙ୍କର ଗୌରବ ପ୍ରଶଂସା କରୁଅଛୁ। ପରମେଶ୍ୱର ଯେତେବେଳେ ଆମମାନଙ୍କୁ ଅତି ସୁନ୍ଦର ଭାବରେ ଏଇ ଜଗତର ଘରଟିଏ ଦେଇକି ରଖିଅଛନ୍ତି, ଆଉ ସେ ଘର ମଧ୍ୟରେ ସ୍ୱାମୀ ଭାର୍ଯ୍ୟା ସଦସ୍ୟ ହେଇ ଆମେ ପରିବାର ସହିତ ଆମେ ବସବାସ କରି ପ୍ରଭୁଙ୍କର ସହିତ ଗମନାଗମନ କରୁଛୁ। ହାଲେଲୁୟା। ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରୁଛନ୍ତି। କେବଳ ଯେ ଖ୍ରୀଷ୍ଟରେ ଥିବା ବିଶ୍ୱାସୀ ମାନେ ନୁହନ୍ତି, ଅନ୍ୟ ବିଶ୍ୱାସୀ ମାନେ ମଧ୍ୟ ପ୍ରଭୁ ଆଶୀର୍ବାଦ କରୁଛନ୍ତି। କୋଉମାନେ ପ୍ରଭୁଙ୍କୁ ଜାଣିଛନ୍ତି ଆଉ କୋଉମାନେ ପ୍ରଭୁଙ୍କୁ ଜାଣିନାହାନ୍ତି। କିନ୍ତୁ ଯୋଉମାନେ ପ୍ରଭୁଙ୍କ ପାଖରେ ରହିକି ଆଉ ପଛଘୁଞ୍ଚା ଦେଇଛନ୍ତି, ତାଙ୍କର ପରିସ୍ଥିତି ଯେ କେତେ ଭୟଙ୍କର ହବ ତାହା ଆମେମାନେ ଜ୍ଞାତ ହୋଇନଥାଉଛୁ। ଆଜି ଆମ ପରିବାର ମଧ୍ୟରେ ଯୋଉ ପର୍ଯ୍ୟନ୍ତ ପରମେଶ୍ୱର ଅଛନ୍ତି ସେ ପର୍ଯ୍ୟନ୍ତ ଆମର କୌଣସିଥିରେ ମଧ୍ୟ ଅଭାବ ହୋଇନଥାଏ। ନା ଶାନ୍ତିର ଅଭାବ ନଥାଏ, ନା ଆନନ୍ଦର, ନା ସୁଖ, ନା ଯେକୌଣସି। ଏଇଟା ହେଉଛି ମେନ୍ ଜିନିଷ। ଖାଇବା ପିଇବା ଜାଗତିକ ଭାବରେ ଆମେ ଖାଇଥାଉ, ଆଉ ତା ସଙ୍ଗେ ସଙ୍ଗେ ପରମେଶ୍ୱରଙ୍କ ସହିତ ଗମନାଗମନ। ଆଜି ଗୋଟେ ପରିବାରକୁ ଆମେ ଦେଖିବା, ଗୋଟେ ପରିବାର ମଧ୍ୟରେ ଯେତେବେଳେ ସ୍ୱାମୀ ଭାର୍ଯ୍ୟା ଆମେ ମାନେ ହେଇକି ଅଛୁ, ସନ୍ତାନ ସନ୍ତତି ଯେତେବେଳେ ଅଛନ୍ତି, ସେତେବେଳେ ପରମେଶ୍ୱରଙ୍କ ସଙ୍ଗେ ସଙ୍ଗେ ଆଶୀର୍ବାଦ ଥିବା ବେଳକୁ ଶୈତାନ ତାର କିଭଳି ଭାବରେ କାର୍ଯ୍ୟ କରିଥାଏ ଆମେ ଟିକେ ଦେଖିବା। ମୁଁ ସେଇ ପୁରାତନ ପୁସ୍ତକ ଆଡକୁ ଯିବି। ଆମେ ଦେଖିବା ଆଦି ପୁସ୍ତକ ତାର 3 ପର୍ବ, ଯୋଉଠି ପରମେଶ୍ୱର ସଙ୍ଗରେ ହବା ଆଦମ ପରମେଶ୍ୱର ଅଛନ୍ତି। ଆଜି ଆମେ ମଧ୍ୟ ହବା, ଆମ ସ୍ୱାମୀ ମାନେ ଆଦମ ଆଉ ପରମେଶ୍ୱର ଆମ ଗୃହରେ ବାସ କରୁଅଛନ୍ତି। ପରମେଶ୍ୱରଙ୍କ ସଙ୍ଗରେ ଆମେ ବାସ କରୁଛୁ, ସେଥିପାଇଁ ଆମେ ଅତି ସୁନ୍ଦର ଭାବରେ ଆରାଧନା ଉପାସନା କରିପାରୁଛୁ, ଆଣ୍ଠୁ ଭାଙ୍ଗି ପାରୁଛୁ। ଆଜି ସେଇ ବିଷୟରେ ଦେଖିବା। ଅଳ୍ପ ସମୟ ମୁଁ ନେବି, ବେଶୀ ସମୟ ନେବିନି, ଯେହେତୁ ସମସ୍ତଙ୍କର ପ୍ରାତଃ କାଳରେ ଆଉ ଅନେକ ପ୍ରକାର କାର୍ଯ୍ୟ ଅଛି। ସନ୍ତାନ ସନ୍ତତି ମାନଙ୍କୁ ସ୍କୁଲ ପଠେଇବା ସହିତ ସବୁ କିଛି ଅଛି। ମୋର ବି ମୋ ପୁଅ ମତେ ଅର୍ଡର ଦେଇଛି ଯେ ମତେ 6ଟା ବେଳକୁ ଉଠେଇବୁ ବୋଲି, 6ଟା ପୂର୍ବରୁ ଉଠେଇବୁ ବୋଲି ସେ ବି ମତେ ଅର୍ଡର ଦେଇଛି। ତେଣୁକୁ ଚାଲନ୍ତୁ ଆମେ ବାକ୍ୟ ଆଡକୁ ଯିବା। ଆଉ ଆଜିର ବାକ୍ୟର ପର୍ବ ହଉଛି
ତିନି ପର୍ବ, କିନ୍ତୁ ତାର ପଦ ସହିତ ମୁଁ ନିଜେ ପଢିକି ଆପଣ ମାନେ ଖାଲି ଦେଖିବେ, ପଦ ସହିତ ପଢିବା ପାଇଁ ମୁଁ ଇଚ୍ଛା ପ୍ରକାଶ କରୁଛି। ସଦାପ୍ରଭୁ ଅ, ସଦାପ୍ରଭୁ ତିନି ପର୍ବରେ ଏକ ପଦ। ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ବପେକ୍ଷା ଖଳ ଥିଲା। ସେ ନାରୀଙ୍କୁ କହିଲା, ଆମେ ଟିକେ ପରେ ଯିବା। ଆମେ ଦେଖୁଛୁ ଯେତେବେଳେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସମସ୍ତ ବିଷୟକୁ ନିର୍ମାଣ କଲେ, ନାଇଁ କି? ପରମେଶ୍ୱର ଯେତେବେଳେ ସମସ୍ତ ବିଷୟ ନିର୍ମାଣ କଲେ, ସେତେବେଳେ ମଧ୍ୟ ଆଉ ଶୈତାନ ଥିଲା। ଆଇବ ପୁସ୍ତକରେ ଆମେ ଦେଖୁଛୁ ଯେତେବେଳେ ପରମେଶ୍ୱର ସଙ୍ଗରେ ଶୈତାନ ମଧ୍ୟ ରହିଥାଏ। ଅନେକଙ୍କ ପରିବାରରେ କହନ୍ତି ଯେ ଯୋଉଠି ପରମେଶ୍ୱର ଆଉ ଅଛନ୍ତି, ଆଉ ସେ ସ୍ଥାନ ମାନଙ୍କରେ କୌଣସି ଶତ୍ରୁ ଶୈତାନ ଆସି ନଥାଏ ବୋଲି କୁହାଯାଏ। କିନ୍ତୁ ମୁଁ କହିବି, ଯୋଉଠି ପରମେଶ୍ୱର ଅଛନ୍ତି, ଶତ୍ରୁ ଶୈତାନ ଆସିଥିଲେ ବି ଆମକୁ ବାଧା ଦେଇନଥାନ୍ତି। ପରମେଶ୍ୱର ସମ୍ପୂର୍ଣ୍ଣ ରୂପେ ମନୁଷ୍ୟକୁ ସୃଷ୍ଟି କରିଦେଇଛନ୍ତି। ଆଉ ମନୁଷ୍ୟକୁ ଯେତେବେଳେ ସୃଷ୍ଟି କରିଦେଇଛନ୍ତି, ଆଉ ପ୍ରଥମ ଟାର୍ଗେଟ ହଉଛି ନାରୀ। ଯେତେବେଳେ ଆମେ ଘରେ ରହିଥାଉଛୁ, ଆମ ସ୍ୱାମୀ ମାନେ ଯେତେବେଳେ ବାହାରକୁ କାମ ପାଇଁ ପଳେଇ ଯାଆନ୍ତି, ଅଫିସ କାମ ହଉ, ବାଣିଜ୍ୟ କାରବାର ହଉ, ସେବା କାର୍ଯ୍ୟ ହଉ, ଯେକୌଣସି ବିଷୟରେ ବି, ସେତେବେଳେ ପ୍ରଥମ ଟାର୍ଗେଟ ହେଇଥାଉଛନ୍ତି ସମସ୍ତଙ୍କ କ୍ଷେତ୍ରରେ ଗୋଟେ ସ୍ତ୍ରୀ। ସେ ଯେତେ ଚାଲାକି ହେଇଥାଉ ନା କାହିଁକି, ଯେତେ ବୁଦ୍ଧିମତୀ ହେଉଥା ନା କାହିଁକି, ସେ ସବୁବେଳେ ଆଉ ସେ ବସିଥାଏ। ଏଠି ଦେଖନ୍ତୁ ଲେଖା ଦେଇଛି, ସେ ନାରୀକୁ କହିଲା, ଆଗ ଏ କି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମମାନଙ୍କୁ ନିଷେଧ କରିଅଛନ୍ତି। ଏଠି ସେ ସ୍ତ୍ରୀକୁ, ଗୋଟେ ନାରୀକୁ କହୁଛି। ତାପରେ ଦେଖନ୍ତୁ ସେ ସର୍ବ କେତେ ସୁନ୍ଦର ଭାବରେ ଆମକୁ ସମ୍ବୋଧନ କରୁଛି। ଆଗ ଗୋଟେ ପ୍ରେମରେ ସେ ଡାକୁଛି, ଗୋଟେ ସ୍ନେହରେ ଡାକୁଛି, ଗୋଟେ ପ୍ରେମ, ଗୋଟେ ସ୍ନେହରେ ଯେତେବେଳେ ଗୋଟେ ସ୍ତ୍ରୀକୁ ପଚାରୁଛି, ଆଗ ଏ କି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମମାନଙ୍କୁ ନିଷେଧ କରିଅଛନ୍ତି। ପରମେଶ୍ୱର ଉଦ୍ୟାନ ଦେଇଛନ୍ତି ହବା ଆଉ ଆଦମକୁ। ପରମେଶ୍ୱର ପରିବାର ଦେଇଛନ୍ତି ଆଜି ଆମ ମାନଙ୍କୁ, ଆଉ ଏଇଟା ହଉଛି ଆମ ନିମନ୍ତେ ଏକ ଉଦ୍ୟାନ ଅଟେ। ଆଉ ଏଇ ଉଦ୍ୟାନରେ ଆଜିର ସମୟରେ ଆମେ ଜଣେ ଜଣେ ଗୋଟେ ହବା, ଆଉ ଜଣେ ଜଣେ ଗୋଟେ ଆଦମ। ଆମେ ସମସ୍ତେ ଗୋଟେ ଗୋଟେ ହବା, ଆଉ ଜଣେ ଜଣେ ଆଦମ ଅଟୁ। ସେତେବେଳେ କୌଣସି ଲୋକ, ବାହାର ଲୋକ ଯେତେବେଳେ ଆସୁଛି, ଜଣା ନାହିଁ, ଚିହ୍ନା ନାହିଁ, କିଛି ନାହିଁ, ସେତେବେଳେ ସେ ଗୋଟେ ସ୍ନେହରେ ପ୍ରେମରେ କଥା ହଉଛି, ଗୋଟେ ସୁନ୍ଦର ଭଏସରେ ସେ କଥା ହଉଛି। ଆମେ ସ୍ତ୍ରୀ ଲୋକ, ବା ଆମେ ସ୍ତ୍ରୀ ଲୋକ ଯେତେବେଳେ ଯେତେ ପାଠ ପଢିଥିଲେ ମଧ୍ୟ, ଯେତେ ଶିକ୍ଷିତ ଅଶିକ୍ଷିତର କିଛି କାର୍ଯ୍ୟ ହୋଇନଥାଏ, ସେତେବେଳେ ଗୋଟେ ପୁରୁଷ ଯେତେବେଳେ କଥା ହଉଛି, ଆମର ବ୍ୟବହାର କେମିତି ହେବା ଦରକାର। ଯେହେତୁ ବର୍ତ୍ତମାନ ଉଦ୍ୟାନଟା ହବା ଆଦମର ଅଛି, ହବାର ହସ୍ତରେ ଅଛି, ଆଜିର ସମୟରେ ଏଇ ଉଦ୍ୟାନ, ଏଇ ପରିବାର ଆମ ହସ୍ତରେ ଅଛି। ଯେତେବେଳେ ଆମର ସୋଲଜର ମାନେ ଆଉ ବାହାରକୁ ପଳେଇ ଯାଆନ୍ତି, ତାଙ୍କର କୌଣସି ସ୍ଥାନ ନଥାଏ, ସେତେବେଳେ ସ୍ତ୍ରୀ ଘର ଚଳେଇଥାଏ। ଯୋଉମାନଙ୍କର ହଜବେଣ୍ଡ ବାହାରେ କାମ କରନ୍ତି, ସେତେବେଳେ ସ୍ତ୍ରୀ ଘର ଚଳେଇଥାଏ। ଏଇଟା ସବୁ କାମ ସେ କରିଥାଏ। ଆମର ମଣ୍ଡଳୀରେ, ଆଉ ମୋ ମାଉସୀଙ୍କର ଝିଅ, ସେ ବିହାର ପାଟନାରେ ବିବାହ ହେଇଛି ଗୋଟେ ହିନ୍ଦୁ ଫ୍ୟାମିଲିରେ, ଆଉ ତା ସ୍ୱାମୀ ବାହାରେ ମୁମ୍ବାଇରେ କାମ କରୁଛି। ମୁଁ ତାକୁ ପଚାରିଲି, ତୁ କେମିତି କରୁଛୁ, ତୋ ସ୍ୱାମୀ ତ ବର୍ଷକୁ ଥରେ ଆସୁଛି। ମତେ କହିଲା, ନାଇଁ ଦିଦି, ମୁଁ ସବୁ କିଛି କରିପାରୁଛି। ଇଭେନ୍ ଧାନ କଟା ସହିତ ଆରମ୍ଭ କରି ତାର 3ଟି ସନ୍ତାନ ସନ୍ତତିର ଯତ୍ନ ତତ୍ତ୍ୱ ସବୁ କିଛି ସେ ନଉଛି। କିନ୍ତୁ ପରିବାର ବିବାହ ହେଲେ ମଧ୍ୟ ସେ ପ୍ରଭୁ ସେବା ମଧ୍ୟ କରୁଛି। ଆଉ ତା ଦ୍ୱାରା ଆଉ ପ୍ରଭୁଙ୍କର ମହିମା ମଧ୍ୟ ସେଠି ହଉଛି, ଆଶ୍ଚର୍ଯ୍ୟ ଭାବରେ କାର୍ଯ୍ୟ ହଉଛି। ଅନେକ ଲୋକ ତା ପାଖରେ ଆସି ସୁସ୍ଥତା ପ୍ରାପ୍ତ ହେଇକି ଯାଉଛନ୍ତି। ସବୁ କାର୍ଯ୍ୟ ସେ କରିଥାଏ। ଠିକ ସେମିତି
ହବାକୁ ଆସିକି ଆଉ ସର୍ପ ପଚାରୁଛି, ଆଗ ଏକି ସତ୍ୟ ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମମାନଙ୍କୁ ନିଷେଧ କରିଅଛନ୍ତି? ଏଠି ସର୍ପ କେମିତି ଜାଣିଲା? ଯେତେବେଳେ ତାକୁ ତ ମଝିରେ ବସିକି ପରମେଶ୍ୱର କହିନାହାନ୍ତି ଆଦମକୁ, ତୁ ଏଇ ଗଛର ଫଳ ଖାଇବୁନି, ସେଇ ଗଛର ଫଳ ଖାଇବୁନି, ତୁ ଏ ଅମୁକ କରିବୁ ନାହିଁ, ସମୁକ କରିବୁ ନାହିଁ, ତାକୁ ତ କହିନାହାନ୍ତି। ସର୍ପକୁ ତ ମଝିରେ ରଖିକି କହିନାହାନ୍ତି, କେବଳ ଆଦମକୁ କହିଥିଲେ। କିନ୍ତୁ ହବା ଏଠି ଜାଣି ପାରୁନାହିଁ ଯେ ଆମ 2 ଜଣ ଭିତର କଥା, ଆମ 3 ଜଣଙ୍କ ଭିତର କଥା ଅନ୍ୟ ଜଣେ କେମିତି ଜାଣିଲା? ସେଠି ହବାର କିଛି ବୁଦ୍ଧିର କାର୍ଯ୍ୟ ହଉନି। ଦୁଇ ପଦ ଦେଖନ୍ତୁ, ନାରୀ ସର୍ପକୁ କହିଲେ, ଆମ୍ଭେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ। ଏଠି ନାରୀ କଣ କରୁଛି? ଗୋଟେ ପର ପୁରୁଷ, ଅଚିହ୍ନା ଲୋକ ଯେତେବେଳେ ଆମ ଗୃହକୁ ଆସୁଛନ୍ତି, ଆମେ ତା ସହିତ କଥା ହଉଛୁ, ଜାଣିନୁ ତାର ପରିଚୟ, କିଛି ଜାଣିନୁ, ଆମେ ତା ସହିତ ଭଲସେ କଥା ହଉଛୁ। ସିଏ ଯେତେବେଳେ ଆମ ଘରର ଦୁଃଖ ସୁଖ ପଚାରୁଛି, ସିଏ କାହିଁକି ଆମକୁ ପଚାରିବ ଆମ ଘରର ବିଷୟରେ? ଏଠି ନାରୀ ସେ ଚିନ୍ତା କରିପାରୁନାହିଁ ଯେ ସର୍ପ ମୋ ଘର ବିଷୟରେ କାହିଁକି ସେ ପଚାରିବ। ତମର ଘରେ କେତେ ଜଣ ଅଛନ୍ତି, ତମ ପିଲାମାନେ କେତେ ପାଠ ପଢୁଛନ୍ତି, ତମ ହଜବେଣ୍ଡ କୋଉଠି ଚାକିରି କରୁଛି, କୋଉ ଷ୍ଟେଟରେ ଅଛନ୍ତି, କଣ କରୁଛନ୍ତି, କୋଉ ପଜିସନରେ ଅଛନ୍ତି, ସବୁ କିଛି ଅନ୍ୟ ଲୋକ ଯେତେବେଳେ ପଚାରୁଛି, ଆମେ କାହିଁକି ସେଠି ସେମାନଙ୍କ ପ୍ରତି ଉତ୍ତର ଆମେ କରିବା? କିନ୍ତୁ ଏଠି ନାରୀ କରୁଛି, ସେ ସର୍ପକୁ କହୁଛି, ଆମ୍ଭେମାନେ ଉଦ୍ୟାନ ସମସ୍ତ ବୃକ୍ଷର ଫଳ ଖାଇପାରୁ। 3 ପଦ ଦେଖନ୍ତୁ, କେବଳ ଉଦ୍ୟାନର ମଧ୍ୟସ୍ଥିତ ବୃକ୍ଷର ଫଳ ବିଷୟରେ ପରମେଶ୍ୱର କହିଅଛନ୍ତି, ତୁମେମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ। ଆମେ ସ୍ତ୍ରୀ ଲୋକର ଟିକେ ଯେତେ ଧାର୍ମିକ ହେଲେ ମଧ୍ୟ ବା ଯେତେ ପ୍ରାର୍ଥନାଶୀଳ ଜୀବନ ହେଲେ ମଧ୍ୟ, ସେ ଯେତେ ଉପାସନା କରିଥାଉ କି ଆରାଧନା କରିଥାଉ କି ଯେତେ ସୁନ୍ଦର ଭାବରେ ପ୍ରାର୍ଥନା କରିଲେ ମଧ୍ୟ ଟିକେ କଥା ଲଗେଇ କରି ଗୋଟେ ଯୋଡ଼ି କରି କହିବାର ଅଭ୍ୟାସ ଅଛି, ନାଇଁ କି? ପରିବାର ମଧ୍ୟରେ ହଉ କି ପଡୋଶୀ ଘର ମଧ୍ୟରେ ହଉ କି ସାଙ୍ଗସାଥି ମଧ୍ୟରେ ହଉ, ଟିକେ ଗୋଟିଏ ଜାଗାରେ ଆଉ ଗୋଟେ ପଦ ଲଗେଇ କରି ସେ କହିବ ହିଁ କହିବ। ଏଠି ନାରୀ ସେଇ ଭୁଲ କରୁଛନ୍ତି। ଦେଖନ୍ତୁ, ଏଠି ନାରୀ କଣ କହୁଛି? ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ। କିନ୍ତୁ ପରମେଶ୍ୱର କଣ କହିଛନ୍ତି? ଆମେ ସେଇ ପଦ ଟିକେ ଦେଖିବା। ଆଉ ସେଇ ଆଦି ପୁସ୍ତକ 2 ପର୍ବର ଆମେ 17 ପଦକୁ ଟିକେ ଦେଖିବା, ଧ୍ୟାନ ଦେବା। 2 ପର୍ବର 17 ପଦ, ମାତ୍ର ସତସତ ଜ୍ଞାନଦାୟକ ବୃକ୍ଷ ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁଦିନ ତାହା ଖାଇବ ସେଦିନ ନିତାନ୍ତ ମରିବ। ପରମେଶ୍ୱର କହିଲେ ଭୋଜନ କରିବ ନାହିଁ। ଆଦମକୁ କହିଛନ୍ତି ଭୋଜନ କରିବ ନାହିଁ, କିନ୍ତୁ ଏଠି ନାରୀ କଣ କହୁଛି? ହବା କଣ କହୁଛି? ତମେ ଖାଇବ ନାହିଁ କି ତମେ ଛୁଇଁବ ମଧ୍ୟ ନାହିଁ। ଅନେକ ପରିବାର ମାନଙ୍କର ଅଛନ୍ତି, ଜଣେ ଜଣେ ସ୍ତ୍ରୀ ଲୋକ ଏମିତି କଥା ଲଗେଇ ଦିଅନ୍ତି ଯେ ସେ ଝଗଡା ହେବାଟା ହେବ ହିଁ ହେବ। ଏଇ 90% ସ୍ତ୍ରୀ ମାନେ କାମ କରିଥାନ୍ତି, ଆଉ 10% ପୁରୁଷ ମାନଙ୍କର ଏଇଟା କଥା ଯୋଡ଼ିକି କହିବା। ଆମର ଫ୍ୟାମିଲି ଭିତରେ ହଉ କି ଆମ ଗାଁ ଭିତରେ ହଉ, ଆମ ଫ୍ୟାମିଲିରେ ମଧ୍ୟ ଏମିତି ଷ୍ଟୋରି ହେଇଥିଲା, ଜଣେ ଯୋଡ଼ିକି କହିଦେଇଥିଲେ। ଆଉ ସେତେବେଳେ ସେ ଝଗଡ଼ା ଏମିତି ହେଲା ଯେ ଆଜି ପର୍ଯ୍ୟନ୍ତ ଆମେ କିଏ କାହାକୁ ଆଉ କଥାବାର୍ତ୍ତା ହେଇପାରୁନୁ। କିନ୍ତୁ ଯିଏ ଯୋଡ଼ିକି କହିଥିଲା ସେ ଭଲରେ ଅଛି, ତାର କିଛି ଯାଏ ଆସେ ନାହିଁ। କିନ୍ତୁ ଆମେ ଯୋଉ ଟ୍ରାଙ୍ଗେଲ ଭାବରେ ହେଇକି ଅଛୁ, ଜଣେ ଭଲ ଅଛି ଆଉ 2 ଜଣ ଭଲରେ ନାହାନ୍ତି। ମୋ ନିଜ ପିଇସିର ଝିଅ ମୋ ଶାଶୁଘର ଗାଁରେ ବାହା ହେଇଥିଲା। ଜଣେ ଏମିତି ଯୋଡ଼ିକି କହିଦେଲା, ସେ ପ୍ରାୟ ମାସେ ତା ଶାଶୁଘରେ ତାକୁ ରଖିଲେ, ତାପରେ ତା ଘରକୁ ସେ ଝିଅ ବାଧ୍ୟ ହୋଇ ସେ ଘରରୁ ପଳେଇଲା। ବର୍ତ୍ତମାନ ସେ ଆଉ ନାହିଁ, ପ୍ରଭୁଙ୍କ କୋଳକୁ ଚାଲିଗଲା। ସେ ଝିଅ ସେମିତି ଏକଲା ରହିଗଲା, ଆଉ ସେ ପ୍ରଭୁଙ୍କ କୋଳକୁ ଚାଲିଗଲା। ମୋ ନିଜ ପିଇସିର ଝିଅ।
ଗୋଟେ ପରିବାର କେମିତି ଭାଙ୍ଗୁଛନ୍ତି, ଗୋଟେ ସ୍ୱାମୀ ଭାର୍ଯ୍ୟା ମଧ୍ୟରେ କେମିତି ଡିଷ୍ଟର୍ବ ହେଇକି ସ୍ୱାମୀ ଭାର୍ଯ୍ୟା ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହଉଛି, ଭାଇ ଭାଇ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହଉଛି। ଯେତେବେଳେ ଯାହା ମାନେ ଥିବେ ସେମାନେ ଗଣ୍ଡଗୋଳ ହେବେ, ପରିବାର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଉଛି। ଗୋଟେ ଯୋଡା କଥାରେ ଗୋଟେରୁ ଆଉ ଗୋଟେ, ଯେମିତି ଗୋଟେ କିଣିଲେ ଗୋଟେ ଫ୍ରି, ସେମିତି ଗୋଟେ କିଣିଲେ ଗୋଟେ ଫ୍ରିରେ। ଆଉ ଗୋଟେ ଆମେ ଯୋଉ ଲଗେଇ ଦଉଛୁ ସେଇଟା ଆମକୁ ଯୋଡା କଥା କୋଉଟା ହଉଛି ନା, ଗୋଟେ ମିନିଟ ଟିକେ ଚାର୍ଜ ଲଗେଇଦିଏ ମୁଁ। ଆଉ ଯୋଡା କଥା ଏଇଆ ଯେ ଗୋଟେ ଆମେ ଯୋଡି ଦଉଛୁ, ଆମେ ସଂସାର ପୁରା ଭାଙ୍ଗି ଦଉଛୁ, ନାଇଁ କି? ଆମମାନଙ୍କ ଜୀବନରେ ପ୍ରଭୁ ଏପରି ପରିସ୍ଥିତି କାହାକୁ ଯିବା, ଏଇଭଳିଆ ଯିବା କାହାକୁ ନ ଦିଅନ୍ତୁ। ଆମେ ଏଇ ଜିନିଷ ଆମେ ସବୁବେଳେ ପରିବର୍ତ୍ତନଶୀଳ ଜୀବନ ଆମେ କରିବା ଦରକାର। ନାରୀ କହିଲା ତା ଖାଇବ ନାହିଁ କି ଛୁଇଁବ ନାହିଁ, କିନ୍ତୁ ସର୍ପ କହୁଛି ଆଲୋ ତମାନେ ତାହା ଖାଇଲେ ମଧ୍ୟ ତୁମେ ମରିବ ନାହିଁ, କୌଣସି ରୂପେ ମରିବ ନାହିଁ, କୌଣସି ରୂପେ ତୁମେ ମରିବ ନାହିଁ। ପ୍ରଭୁ କେମିତି କାର୍ଯ୍ୟ କରୁଛନ୍ତି ଦେଖନ୍ତୁ। ପରମେଶ୍ୱର ସମସ୍ତ ବିଷୟ ଜାଣୁଛନ୍ତି, ସବୁ ବିଷୟରେ ପରମେଶ୍ୱର ଜାଣୁଛନ୍ତି, ତଥାପି ଆଉ ଏଇ ସ୍ଥାନରେ କାର୍ଯ୍ୟ ହଉଛି ହବା। ହେଲେ ଏଇଟା କେତେବେଳେ ଘଟୁଛି? ଯେତେବେଳେ ହବା ଏକା ଥିଲା, ଯେତେବେଳେ ନାରୀ ତାର ଗୃହରେ ଏକା ଥିଲା, ସେତେବେଳେ ଏ ବିଷୟ ଘଟୁଛି। ଆଜି ଆମେ ଏକା ଥିବା ସମୟରେ, ଘରେ ଯେତେବେଳେ ଏକା ଥାଉଛୁ, ଅନେକ କୋରିଅର ବୟ ଆସୁଛନ୍ତି, ଅନେକ ଆକ୍ୱାଗାର୍ଡ ତିଆରି କରିବା ଲୋକ ଆସୁଛନ୍ତି, କିଛି ଖରାପ ହେଲେ ଏସି ହଉ ଯାହା ବି ହଉ ଖରାପ ହେଲେ ଆସୁଛନ୍ତି, କିଛି ବ୍ୟାଙ୍କ ଇଏ କହିକି ଆସୁଛନ୍ତି। ସେତେବେଳେ ସେମାନେ ଆଉ ସ୍ୱାମୀର ଆକାଉଣ୍ଟ ନମ୍ବର ମାଗି ଦଉଛନ୍ତି, ନହେଲେ OTP ମାଗି ଦଉଛନ୍ତି ଏକାକି ଥିବା ସମୟରେ, ନାଇଁ କି? ଏକାକି ଥିବା ସମୟରେ ଆଉ OTP ମାଗି ଦଉଛନ୍ତି। ସେତେବେଳେ ଆମେ ଖୁସି ବି ହେଇଯାଉଛୁ ଯେ ହଁ ମୁଁ ଦେଇଦେବି, ଏମିତି ହେଇଯିବ। ଆମେ ଟିକେ ଚିନ୍ତା ବି କରିପାରୁନୁ ଯେ ମୋ ଥରେ ମୋ ସ୍ୱାମୀକୁ ଟିକେ ପଚାରିବି ଯେ ଏଇ ଲୋକ ଆସିଛି ଏମିତି ଏମିତି କାରଣରୁ, ଆମେ ଟିକେ ଚିନ୍ତା ବି କରିପାରୁନୁ। ଆଜିକାଲି ଏଇଟା ବେଶୀ ଚାଲିଛି। କୁରିଅର ବୟ ଆସୁଛନ୍ତି, ତାଙ୍କ ସହିତ ଆମେ କଥାବାର୍ତ୍ତା ଅନେକ ଜାଗାରେ ହଉଛି। ସମସ୍ତେ କିଛି ଖରାପ ଭାବେନି, ଗୋଟେ ବିଷୟ ମୁଁ ଆଉ ଗୋଟେ କହିବି। ଯେତେବେଳେ ଆଉ ଆଜିକାଲି ବେଶୀରେ ସ୍ୱାଧୀନ ପାଷ୍ଟର ଯାକ ବାଳକ ବୁଲୁଛନ୍ତି, ମୁଁ ଭୁବନେଶ୍ୱର କଥା ମୁଁ କହୁଛି। ଆମର ଏଠି ଅଛି, ପ୍ରତ୍ୟେକ ମାସ 1 ରୁ 10 ତାରିଖ ହେଲେ ପ୍ରତ୍ୟେକ ଖ୍ରୀଷ୍ଟ ପରିବାର ଘରକୁ ବୁଲନ୍ତି। ସିର୍ଫ 2 ସେକେଣ୍ଡ 3 ସେକେଣ୍ଡ ପ୍ରେୟର କରିବେ, ତାପରେ ପ୍ରଭୁଙ୍କ ଦାସ ଆସିଛନ୍ତି ବୋଲି କିଛି କିଛି ଆମେ ଦାନ ଦେଇଥାଉଛୁ। ଅନେକ ସ୍ଥାନରେ, ମତେ କ୍ଷମା କରିବେ ଯଦି କୌଣସି ପାଳକ ଅଛନ୍ତି, କିନ୍ତୁ ମୋର ଏଇଠିର ଷ୍ଟୋରି ମୁଁ କହୁଛି, ପୁରା ପ୍ରାକ୍ଟିକାଲି କଥା କହୁଛି। ଆଉ ଯେତେବେଳେ ଏମିତି ହେବା ଦ୍ୱାରା କଣ ହଉଛି, ଆଉ ମଝିରେ 2 ବର୍ଷ ତଳେ ଏନାଉନ୍ସ ହେଲା ଚର୍ଚ୍ଚରେ ଯେ କୌଣସି ସ୍ୱାଧୀନ ଦାସ କି ଦାସୀ ଘରକୁ ଆସିଲେ ଗ୍ରହଣ କରିବେ ନାହିଁ, ଯେହେତୁ ଅନେକ ପ୍ରୋବ୍ଲେମ କ୍ରିଏଟ ହେଲା, ଅନେକ ସମସ୍ୟା ଆସିଲା। ଯେତେବେଳେ ଗୃହରେ ସ୍ୱାମୀ ଭାର୍ଯ୍ୟା ଥିବେ, ସେତେବେଳେ ଦାସ କି ଦାସୀ ଆସିବେ। ଜଣେ ଭାର୍ଯ୍ୟା ଥିଲା ବେଳେ କୌଣସି ପାଳକ ଯିବେ ନାହିଁ କି ତାକୁ ଗ୍ରହଣ କରିବେ ନାହିଁ, କୌଣସି ସ୍ୱାମୀ ଥିଲା ବେଳକୁ କୌଣସି ଦାସୀ ସେ ଗୃହକୁ ଯିବେ ନାହିଁ। ଯଦି ବି କୌଣସି ଦାସ ଯାଉଛନ୍ତି, ତାଙ୍କ ସହଧର୍ମିଣୀକୁ ନେଇକି ସେ ଗୃହକୁ ଯିବାକୁ ପଡିବ। ଏଇଟା ଏନାଉନ୍ସ ହେଲା। ଆମର ଦୂର ଗାଁ ପାଖରେ ଏଇଭଳି ଗୋଟେ ବହୁତ ବଡ ଅଫିସର ଘରେ ଏଇଭଳି ହେଲା ଯେ ଯେତେବେଳେ ସ୍ୱାମୀ ନଥିଲା ବେଳେ କୌଣସି ଆଉ ସେ ଦାସ ଆସିଲେ, ଆଉ
ଯେତେବେଳେ ଦାସ ଆସିଲେ ସେମାନଙ୍କର ଅନେକ ପ୍ରକାର ସାମାଜିକ ପରିସ୍ଥିତି ତାଙ୍କର ଭିନ୍ନ ହେଇଗଲା, ବହୁତ ଡିଷ୍ଟର୍ବାନ୍ସ ହେଇଗଲା। ସେଟା ଏତେ ଡିଷ୍ଟର୍ବାନ୍ସ ଯେ ଆଜି ପର୍ଯ୍ୟନ୍ତ ସେମାନେ ଆଉ ମିଶି ପାରିଲେ ନାହିଁ। ଏଟା ପ୍ରାକ୍ଟିକାଲ କଥା। ବହୁତ ଆମ ଗାଁରେ ବହୁତ ଚର୍ଚ୍ଚା ହେଲା। ନିଜ ଫ୍ୟାମିଲିର କହିଲେ ବି ଚଳେ, କାହିଁକି ମୋର ଯେତେ ସବୁ ଗାଁ ଅଛି ମୋର ସବୁ ନିଜ ଫ୍ୟାମିଲି କହିଲେ ବି ଚଳେ। ଆଉ ମୋ ପରିବାରର ମୋର ନିଜର ଖୁଡିର ଝିଅ କଥା ମୁଁ କହୁଛି। ସେ ବାହା ହେଇଥିଲା, 2ଟି ଛୁଆ ହେଇଥିଲା ଆମର କମ୍ପର ପାଖରେ ସେ ଗାଁରେ। ଏମିତି ଗୋଟେ ପାଳକ ହିଁ ସବୁବେଳେ ତା ସ୍ୱାମୀ ଯେତେବେଳେ ସେ ବାହାରକୁ ପଳେଇବାର ସେତେବେଳେ ସେ ଆସିଲା। ସବୁବେଳେ ସେ ପାଳକ ଆସିବାର। ତାପରେ କେତେ ଦିନ ପରେ ସେମାନେ ପଳେଇଲେ। ତା ଛୁଆକୁ ଛାଡି, ସ୍ୱାମୀକୁ ଛାଡି ମୋ ସେ ଭଉଣୀକୁ ଧରିକି ପଳେଇଲା। ଠିକ ଅଛି, ଯଦି ବି ପଳେଇଲେ, କିନ୍ତୁ ସେ ବେଶୀ ଦିନ ମୋ ଭଉଣୀକୁ ରଖିଲା ନାହିଁ। ତାକୁ ବି ଛାଡି ସେ ଅନ୍ୟତ୍ର ଜାଗାରେ ବିବାହ କଲା। ବର୍ତ୍ତମାନ ମୋ ସେ ଭଉଣୀକୁ ଆଉ କୌଣସି ପରିବାର ତାକୁ ଗ୍ରହଣ କଲେ ନାହିଁ। ଆଉ ସିଏ ଘର ହାଉସ ମେଡ ଭାବରେ କାମ କରୁଛି। ନା ତା ପାଖରେ ଘର ରହିଲା, ନା ତା ପାଖରେ ପିଲାମାନେ ରହିଲେ, ନା ସ୍ୱାମୀ ରହିଲା, ନା କଣ ନା କଣ। ସେତେବେଳେ ଆମେ ପ୍ରଭୁଙ୍କୁ ଜାଣିନଥିଲୁ। ଯେତେବେଳେ ଏଇ ଘଟଣା ଯେତେବେଳେ ଶୁଣିଲୁ, ଆମକୁ ବହୁତ ଦୁଃଖ ଲାଗିଲା। ସ୍ତ୍ରୀ ଏକାକୀ ଥିବା ସମୟରେ ସବୁବେଳେ ଆମେ ଯତ୍ନର ସହିତ ରହିବାକୁ ପଡିବ। ଅଫିସରେ ମଧ୍ୟ ଯଦି କିଛି ଆସୁଛନ୍ତି, ତେବେ ଯେତିକି 1 ସେକେଣ୍ଡ 2 ସେକେଣ୍ଡ କଥା ହେବେ, ସେତେବେଳେ ସ୍ୱାମୀ ମଧ୍ୟ ସ୍ତ୍ରୀକୁ ଫୋନ କରି କହିଦେବାର ଅଛି ଯେ ଅମୁକ ଲୋକ ଆସୁଛି। ସାଙ୍ଗେ ସାଙ୍ଗେ ଆପଣ ପ୍ରସ୍ତୁତ କରୁଥିବେ, ଯାହା କୁରିୟର ଦେବାର ଅଛି କି ଯାହା ଅଫିସ କାଗଜ ଦେବାର ଅଛି, ଆପଣ ମାନେ ସାଙ୍ଗେ ସାଙ୍ଗେ ଦେଇପାରିବେ। ମତେ କ୍ଷମା କରିବେ, କିନ୍ତୁ ଏଇଟା ପ୍ରାକ୍ଟିକାଲି କଥା ମୁଁ କହୁଛି। ମୁଁ ଏଠିକାର ଆମ ଫ୍ୟାମିଲିରେ ଘଟିଥିବା ଘଟଣା ମୁଁ କହୁଛି। କେତେବେଳେ ସ୍ତ୍ରୀ ଦେଖନ୍ତୁ, 3 ପଦ ପୁନର୍ବାର କହୁଛି, ସେ ଖାଇବ ନାହିଁ କି ଛୁଇଁବ ନାହିଁ। ସେ କହିଲା 4 ପଦ, ସର୍ବ ନାରୀ କହୁଛି, ତୁମେ ମାନେ କୌଣସି ରୂପେ ମରିବ ନାହିଁ। ସେ ଜ୍ଞାନ ଦଉଛି। ସେ ଜ୍ଞାନ ଦଉଛି। ସର୍ବ ନାରୀକୁ କହୁଛି, ତମେ ମାନେ ମରିବ ନାହିଁ। ସର୍ପ ଯେତେବେଳେ ଗୋଟେ କୌଣସି ଲୋକ, ଅନ୍ୟ ଲୋକ ଘର ଭିତରେ, ଥାର୍ଡ ପର୍ସନ ଯେତେବେଳେ ଘର ଭିତରେ ପଶୁଛି, ସେତେବେଳେ ସେ ଅନେକ ଶିକ୍ଷା ଦେଇଥାଏ। ଆମେ ସବୁବେଳେ ଚେଷ୍ଟା କରିବା, ସ୍ୱାମୀ ଭାର୍ଯ୍ୟା ହଉ କି ପରିବାର ମଧ୍ୟରୁ ମିଶେଇବାକୁ ଚେଷ୍ଟା କରିବା, କିନ୍ତୁ ଡିଷ୍ଟର୍ବାନ୍ସ କରିବା ପାଇଁ କେବେ ମତେ ଇଚ୍ଛା କରିବା ନାହିଁ। ସେମାନଙ୍କ ପରିବାର ଭାଙ୍ଗି ଯାଉ, ସ୍ୱାମୀ ଭାର୍ଯ୍ୟା ମାନଙ୍କୁ ମଧ୍ୟ ସମ୍ପର୍କ ନଥାଉ, ଏମିତି କେବେ ନେଗେଟିଭ ଚିନ୍ତା ଆମେ କରିବା ନାହିଁ। କିନ୍ତୁ ଏଠି ସର୍ପ ଦେଖନ୍ତୁ, ପରମେଶ୍ୱରଙ୍କ ଠାରୁ ବିଚ୍ଛିନ୍ନ କରୁଛି। ସର୍ପ ନାରୀ କରୁଛି, ତୁମେ ମାନେ କୌଣସି ରୂପେ ମରିବ ନାହିଁ। 5 ପଦ, ବରଂ ପରମେଶ୍ୱର ଜାଣନ୍ତି ତୁମେ ମାନେ ଯେଉଁ ଦିନ ତାହା ଖାଇବ, ସେଦିନ ତୁମ ମାନଙ୍କୁ ଚକ୍ଷୁ ପ୍ରସନ୍ନ ହବ, ତହିଁରେ ତୁମେ ମାନେ ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ। ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ। ଏଦନ ଉଦ୍ୟାନରେ ଯେତେବେଳେ ପରମେଶ୍ୱରଙ୍କ ସଙ୍ଗରେ ଥିଲେ ହବା ଆଉ ଆଦମ, ସେମାନେ କଣ ଭଲ ମନ୍ଦ ବିଷୟରେ କଣ ଜାଣିନଥିଲେ? ସେମାନଙ୍କ ପାଖରେ କଣ ଜ୍ଞାନ ନଥିଲା? ସେମାନେ କଣ ପ୍ରାର୍ଥନାଶୀଳ ଜୀବନ ନଥିଲା? ଭାବନ୍ତୁ, ଆଜି ଜାଗତିକ ଭାବରେ ଆଜି ଆମେ ପରମେଶ୍ୱରଙ୍କ ସାଙ୍ଗରେ ଆମେ ବି ଏବେ ବି ଉଦ୍ୟାନରେ ହିଁ ଅଛୁ। ଏ ପରିବାର ହଉଛି ଉଦ୍ୟାନ ଅଟେ। ଏ ଜଗତ ହଉଛି ଗୋଟେ ଉଦ୍ୟାନ। ଏଇ ଭିତରେ ଯେତେବେଳେ ଆମେ ମାନେ ରହୁଛୁ, କଣ ଆମେ ଭଲ ଆଉ ମନ୍ଦରେ ଜ୍ଞାନ ଜାଣୁ? ପରମେଶ୍ୱର ଯେତେବେଳେ ମନୁଷ୍ୟକୁ ସୃଷ୍ଟି করে ତାକୁ ସମ୍ପୂର୍ଣ୍ଣ ରୂପେ ଜ୍ଞାନ ଦେଇଛନ୍ତି। ସେଥିପାଇଁ ଆଉ ଆଦମ ସମସ୍ତ ଗଛ ପତ୍ରଠୁ ଆରମ୍ଭ କରି ପଶୁ ପକ୍ଷୀଠୁ ଆରମ୍ଭ କରି ସମସ୍ତଙ୍କୁ ସେ ନାଁ ଦେଲେ। ତାଙ୍କର ଭଲ ମତରେ ଜ୍ଞାନ ନଥିଲା କି? ଜ୍ଞାନ ଥିଲା, ସମ୍ପୂର୍ଣ୍ଣ ରୂପେ ଜ୍ଞାନ ଥିଲା। ସେମାନେ ଜାଣିଥିଲେ। ଆମେ ଟିକେ ଦେଖିବା ଫିଲିପ ତାର 2:5 ଆଉ ସେଠି କଣ କୁହାଯାଇଛି? ଫିଲିପିଓ ତାର 2:5। କେତେ ସମୟ ଯାଏ ମୁଁ କହିପାରେ? ମତେ ଟାଇମ ଟିକେ କହିଦେବେ ଆଣ୍ଟି। ଆଉ ମିନିଟ କୁହ, କେତେ ଆଣ୍ଟି? ଆଉ ଗୋଟେ 10 ମିନିଟ କୁହ। ହଉ ଠିକ ଅଛି, ମୁଁ ଶୀଘ୍ର ଶେଷ କରିଦେବି। ଆୟନ ଆଉ ତ ଫିଲିପିଓ ତାର 2:5। ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା,
ତୁମ ମାନଙ୍କର ସେଇପରି ମନ ହେଉ। ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ସେଇପରି ଆମ ମାନଙ୍କର ମନ ମଧ୍ୟ ହଉ। ହବା ଆଦମଙ୍କର ସେପରି ମନ ଥିଲା ବୋଲି ପରମେଶ୍ୱରଙ୍କ ସହିତ ଗମନାଗମନ କରିପାରୁଥିଲେ, ଗମନାଗମନ କରିପାରୁଥିଲେ। ତାଙ୍କର ମନ ଥିଲା, ହବା ଆଦମଙ୍କର ମନ ଥିଲା, ତାଙ୍କ ସଙ୍ଗରେ ରହିକି ବାର୍ତ୍ତାଳାପ କରୁଥିଲେ। ତାଙ୍କ ସହ ଗୋଟେ ଆୟ ବାବୁ, ସରି ମତେ କ୍ଷମା କରିବେ, ତାଙ୍କର ସେପରି ମନ ଥିଲା। ସେଥିପାଇଁ ପରମେଶ୍ୱରଙ୍କ ସହିତ ଗୋଟିଏ ଘରେ ସେମାନେ ରହିପାରୁଥିଲେ, ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା ହେଇପାରୁଥିଲେ। ଆଜି ଆମେ ମାନେ ମଧ୍ୟ ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା ହେଇପାରୁଛୁ, ପରମେଶ୍ୱରଙ୍କ ସହିତ ସବୁ ଟାଇମରେ ଯୋଡି ହେଇକି ରହୁଛୁ। ଏଇଟା ହଉଛି ସେଇ ପରମେଶ୍ୱର। এই ପବିତ୍ର ବାକ୍ୟ ହଉଛନ୍ତି ପରମେଶ୍ୱର। ଆମେ ସମସ୍ତେ ଦେଖିଅଛୁ ଯୋହନ ଲିଖିତ ସୁସମାଚାର 1:1 ନାକି ଏଇଟା ହଉଛି ଆଉ ପରମେଶ୍ୱର। ଆମ ମନ ସେମିତି ଥିଲା, ହବା ଆଦମଙ୍କର ମନ ବି ସେମିତି ଥିଲା। ଆଜିର ସମୟରେ ଆଜି ଆମ ମାନଙ୍କର ମନ ମଧ୍ୟ ସେହିପରି ଅଛି ନା ନାଇଁ ଆମେ ନିଜେ ଚିନ୍ତା କରିବାକୁ ପଡିବ। ଆଜି ଆମର ପରିବାରରେ ସେହିପରି ମନ ଅଛି ନା ନାଇଁ ଆମେ ନିଜେ ଜ୍ଞାତ ହେବାକୁ ପଡିବ। ପ୍ରଭୁଙ୍କ ସହିତ ହାତରେ ହାତ ମିଶେଇ ପ୍ରଭୁଙ୍କ ସହିତ ଏଇଭଳି ଭାବରେ ଆମେ ଯୋଡି ହେଇକି ରହିଛୁ ନା ନାଇଁ ଆମେ ନିଜେ ଜ୍ଞାତ ହେବାକୁ ପଡିବ। ଯେତେବେଳେ ପରମେଶ୍ୱର ଅବ୍ରାହମକୁ କହିଲେ, ଆମେ ସମସ୍ତେ ଜାଣିଛୁ ଅବ୍ରାହମ କଣ କଲେ, ଏତେ ଧାର୍ମିକ ଥିଲେ, ପରମେଶ୍ୱର ଡାକୁଥିଲେ ଅବ୍ରାହମ କଲେ ଏ କଥା ମଧ୍ୟ ମାନୁଥିଲେ। ତଥାପି ପରମେଶ୍ୱର ଅବ୍ରାହମକୁ କହିଲେ, ଅବ୍ରାହମ ତୁମେ ସିଦ୍ଧ ହୁଅ। ଏତେ କଥା ମାନିଲା ପରେ ମଧ୍ୟ ସେ ଯାହା କହୁଥିଲେ ତାହା କରିଲା ପରେ ମଧ୍ୟ ଅବ୍ରାହମକୁ କହୁଥିଲେ ତମେ ସିଦ୍ଧ ହୁଅ। ସେମିତି ଦ୍ୱିତୀୟ ରାଜାବଳୀରେ ହିଜକିୟଙ୍କୁ କଲେ, ସେ ଯେତେବେଳେ ଅସୁବିଧାରେ ଥିଲେ, ତାଙ୍କୁ ଯେତେବେଳେ ଅସୁବିଧା ସମସ୍ୟା ଥିଲା, ସେତେବେଳେ ହିଜକିୟକୁ କହିଲେ ଯେ ତୁମର ଗୃହ ସଜାଡ। ଆଜି ଆମେ ମାନେ ଯେତେ ପ୍ରାର୍ଥନାଶୀଳ ଜୀବନ କାଟିଲେ ମଧ୍ୟ ଆମେ ସିଦ୍ଧ ହବାକୁ ପଡିବ, ଆମ ଗୃହ ସଜାଡିବାକୁ ପଡିବ। ଦ୍ୱିତୀୟ ସାମୁଏଲରେ ମଧ୍ୟ ଆମେ ଦେଖୁଅଛୁ ଯେ ଆଉ ଦାଉଦ ମଧ୍ୟ ମନୋର୍ମିତ ହେଲେ ମଧ୍ୟ ଯେତେବେଳେ ବତ୍ସବା ସହିତ ଯେତେବେଳେ ସେ ଗଲତ ବ୍ୟଭିଚାର ଯେତେବେଳେ କରିଲେ, ଆପଣ ସମସ୍ତେ ଜାଣିଛନ୍ତି, ମୁଁ ତାର ବ୍ୟାଖ୍ୟା କରିବାକୁ ଚାହୁଁନି। ଏତେ ତାଙ୍କର ସାନ୍ନିଧ୍ୟ ରହିଲେ ମଧ୍ୟ ଦାଉଦଙ୍କୁ ସେ ଦଣ୍ଡ ଦେଲେ। ଦାଉଦଙ୍କୁ ସେ ଦଣ୍ଡ ଦେଇଛନ୍ତି ପରମେଶ୍ୱର। ଆଜି ହବା ଆଦମ ଭୁଲ ଯେତେବେଳେ କରୁଛନ୍ତି ସେ ନିଶ୍ଚୟ ଦଣ୍ଡ ଦେବେ। କିନ୍ତୁ ମୁଁ ଏଠି ଆଉ ଟିକେ ଅଲଗା କରିବି। ହବା ଆଦମକୁ ଦଣ୍ଡ କଥା ଆମେ ଜାଣିବା ନାହିଁ, ସମସ୍ତେ ଜାଣିଛନ୍ତି। କିନ୍ତୁ ଏପରି ସର୍ପ କାହିଁକି କଲା, ସେ ସର୍ପ କାହିଁକି ଆଉ ନାରୀଙ୍କୁ ଧରିଲା? ନାରୀ ତ ଦୁର୍ବଳା ବୋଲି ସମସ୍ତେ ସବଳା ବୋଲି କହୁଛନ୍ତି, କିନ୍ତୁ ତଥାପି ସେ ନାରୀଙ୍କୁ କାହିଁକି ଧରିଲା? ମୁଁ ପ୍ରଶ୍ନ ପଚାରିବା କଥା, କିନ୍ତୁ ସମୟ ଇଏ ହେତୁ ମୁଁ କହିଦଉଛି। ଆମେ ଆଦି ପୁସ୍ତକ 1 ଆଉ 28 ପଦ ଟିକେ ଦେଖନ୍ତୁ। ଗୋଟିଏ ପଦ, ଆଦି ପୁସ୍ତକ 1:28। ହଉ ମୁଁ ପଢି ଦଉଛି। ପରମେଶ୍ୱର ଆହୁରି କହିଲେ, ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ। ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, ପ୍ରଜାବନ୍ତ ବହୁ ବଂଶ ହୁଅ, ପୁଣି ପୃଥିବୀକୁ ପରିପୂର୍ଣ୍ଣ କର। ଯେତେବେଳେ ପରମେଶ୍ୱର ସ୍ୱର୍ଗ ପୃଥିବୀର ସମସ୍ତ ବିଷୟ ସୃଷ୍ଟି କଲେ, ମନୁଷ୍ୟକୁ ସୃଷ୍ଟି କଲେ, ସେତେବେଳେ ସେ ଆଶୀର୍ବାଦ କଲେ ମନୁଷ୍ୟ କଣ ବୋଲି, ତମେ ପ୍ରଜାବନ୍ତ ଆଉ ବହୁ ବଂଶ ହୁଅ। ପରମେଶ୍ୱର ଯେତେବେଳେ ସେ ଡିଜାଇନ କରୁଥିଲେ ପୃଥିବୀକୁ ନିର୍ମାଣ କରିବା ପାଇଁ, ପୃଥିବୀକୁ ତିଆରି କରିବା ପାଇଁ, ସେତେବେଳେ ସର୍ପ ସେ କଣ ଦୂତ ରୂପରେ ତାଙ୍କ ସଙ୍ଗରେ ଥିଲେ। ଦୂତ ରୂପରେ ସେ ସଙ୍ଗରେ ଥିଲେ। ଆଉ ଯେତେବେଳେ ସେ ଦୂତ ରୂପରେ ସଙ୍ଗରେ ଥିଲେ, ସେତେବେଳେ ସେ କଣ ବୋଲି ଭାବିଲେ ଯେ ଯାହା ହଉ ପରମେଶ୍ୱର ମୋର ପାଇଁ ଗୋଟେ ଘର ତିଆରି କରିଦଉଛନ୍ତି, ମୁଁ ସେ ପୃଥିବୀର ସିଂହାସନରେ ରାଜା ହେଇ ବସିବି, ଏ ସମସ୍ତ ବିଷୟ ମତେ ସୃଷ୍ଟି କରୁଛନ୍ତି ବୋଲି ସେ ସ୍ୱର୍ଗୀୟ ଦୂତ ସେ ଚିନ୍ତା କଲେ। ମୁଁ ଏଠି ସ୍ୱର୍ଗୀୟ ଦୂତ ଏଥିପାଇଁ ମୁଁ କହିପାରିଲି, ଯେହେତୁ
ସ୍ୱର୍ଗୀୟ ଦୂତ ଯେକୌଣସି ରୂପ ସେ ବଦଳେଇକି ଆସିପାରେ। ଏଠି ସର୍ପ ସେନା ନିଜର ରୂପ ବଦଳେଇକି ଆସିଅଛି। ସର୍ପର ଅନେକ ରୂପ ଥିଲା। ଜିସାୟ ତାର ଆଉ 14:12 କିଏ ଟିକେ ପାଠ କରିଦେବେ? ଜିସାୟ 14 ତାର 12। ଆମର ବିଳମ୍ବ ହଉଛି। ଜିସାୟ 14 ତାର 12 ପାଠ କରନ୍ତୁ, ନହେଲେ ମୁଁ କହିଦଉଛି। ହଉ ଠିକ ଅଛି, ମୁଁ କହିଦଉଛି। ହେ ଲୁସିଫର, ପ୍ରତ୍ୟୁଷର ପୁତ୍ର, ତୁମେ କିପରି ସ୍ୱର୍ଗରୁ ପତିତ ହେଲ? ଅଗଷ୍ଟୁଗଣକୁ ତୁମେ ଯେ ନତ କରିଥିଲ, ତୁମ୍ଭେ କିପରି ଭୂମିରେ ନିକ୍ଷିପ୍ତ ହେଲ? ହେ ଲୁସିଫର, ପ୍ରତ୍ୟୁଷର ପୁତ୍ର, ମର୍ଣ୍ଣିଂ ଷ୍ଟାର, ତାକୁ ସିଏ ପରମେଶ୍ୱରଙ୍କ ଗୋଟେ ପୁତ୍ର, ପ୍ରତ୍ୟୁଷର ପୁତ୍ର ସଦୃଶ ଥିଲେ। ଆଉ ଯେତେବେଳେ ପୃଥିବୀକୁ ନିର୍ମାଣ କରୁଛନ୍ତି, ସ୍ୱର୍ଗକୁ ନିର୍ମାଣ କରୁଛନ୍ତି, ଆକାଶମଣ୍ଡଳ ନିର୍ମାଣ କରୁଛନ୍ତି, ଆଉ ସେଇ ଦୂତ ସେ କଣ ଭାବୁଥିଲା? ମୁଁ ହିଁ ଶାସନ କରିବି, ଏଇ ସିଂହାସନ ମୋର ଅଣ୍ଡରରେ ସମସ୍ତ ରହିବେ। ସେତେବେଳେ ସିଏ ଆଉ ସେତେବେଳେ ପରମେଶ୍ୱର ଯେତେବେଳେ ଜାଣିଲେ ଯେ ଏଇ ଦୂତ ଲୁସିଫର ଏଇଭଳି ଚିନ୍ତା କରୁଅଛି, ସେତେବେଳେ ତାକୁ ଗୋଟେ ଲାତ ମାରିଲେ, ସେ ଯାଇ ପୃଥିବୀରେ ନିକ୍ଷିପ୍ତ ହେଲା। ଯେତେବେଳେ ସିଏ ଭାବିଲା ମତେ ତ ଏଇ ଆଶୀର୍ବାଦ ମିଳିଲା ନାହିଁ ଯେ ପ୍ରଜାପତି ବହୁ ବଂଶ ହୁଅ ବୋଲିକି, ପରମେଶ୍ୱର ଯୋଉ ଯୋଜନା କରୁଛନ୍ତି ଏଇ ଯୋଜନାକୁ ମୁଁ ଭାଙ୍ଗିବି ବୋଲିକି ସେ ଚିନ୍ତା କଲା। ସେଥିପାଇଁ ଆଉ ସର୍ପ ଏକାକୀ ଥିବା ସମୟରେ ନାରୀକୁ ସେ ଧରିଲା, ଆଉ ତା ସହିତ ସେ କଥୋପକଥନ କରିକି ଆଉ ସିଏ ତାକୁ ତାର ପରମେଶ୍ୱରଙ୍କ ଯୋଉ ମାଷ୍ଟର ପ୍ଲାନିଂ ଥିଲା, ସେ ଯୋଜନାକୁ ଭାଙ୍ଗିବା ପାଇଁ ସେ ଚେଷ୍ଟା କରିଲା। ଏହା ପରେ ହବା ଆଦମ ତ ଜାଣିଛନ୍ତି, ସେ ଫଳ ଖାଇଲେ, ଆଉ ଅନେକ ବିଷୟରେ ଆଉ ସିଏ କଣ ହେଲା? ଦଣ୍ଡର ପାତ୍ର, ଦଣ୍ଡର ପାତ୍ରୀ, ପୁଣି ଦୂତ କଣ ହେଲେ? ସେ ସର୍ପରେ ତାଙ୍କୁ ଅଭିଶାପ ମିଳିଲା, ତାଙ୍କୁ ସର୍ପକୁ ମଧ୍ୟ ଦଣ୍ଡ ମିଳିଲା। ପରିବାର ମଧ୍ୟରେ ହଉ କି ଯେକୌଣସି ମଧ୍ୟ ଯଦି ଅନ୍ୟ ଆଉ ପୁରୁଷ ଆସିକି ଯଦି କି ଅନ୍ୟ ସ୍ତ୍ରୀ ଯଦି ଯେତେବେଳେ ଆସେ, ସେତେବେଳେ ସମ୍ପୂର୍ଣ୍ଣ ରୂପେ ପରିବାର ବିଚ୍ଛିନ୍ନ ହେଇଯାଇଥାଏ, ପରିବାର ଭାଙ୍ଗି ଯାଇଥାଏ। ପ୍ରଭୁ ଆମମାନଙ୍କୁ ଜ୍ଞାତ କରାଉଛନ୍ତି। ଏଠି ଅନେକ ଆହୁରି ଅଛି, ଗୁଡ଼ାଏ ବିଷୟ ଅଛି, କିନ୍ତୁ ସମୟ ଅଭାବରୁ ମୁଁ ଆଉ କହୁନାହିଁ। 6:11 ହେଇଗଲାଣି। ତ ଆମେ ଜାଣିପାରୁଛୁ ଯେ ପରିବାର ଯେତେବେଳେ ପରମେଶ୍ୱରଙ୍କ ସାଙ୍ଗରେ ଆମେ ରହୁଛୁ, ସେତେବେଳେ ଆଉ କଣ ହେଇଥାଏ? ଶୈତାନ ଏଇଭଳି ଭାବରେ ଆମେ ଯେତେବେଳେ ସ୍ୱାମୀ ଭାର୍ଯ୍ୟା ପ୍ରାର୍ଥନାଶୀଳ ଜୀବନ କାଟିଲା ବେଳକୁ, ଆଉ ଶୈତାନ ଆସି ଆମ ପିଲାମାନଙ୍କୁ ଧରିଥାଏ। ଯେତେବେଳେ ସ୍ୱାମୀ ପ୍ରାର୍ଥନାଶୀଳ କାଟିଲା ବେଳକୁ ସ୍ତ୍ରୀ ଭିନ୍ନ ଆଡକୁ ଯାଇଥାଏ। ଯେତେବେଳେ ସ୍ତ୍ରୀ ପ୍ରାର୍ଥନା ଜୀବନ କାଟିଲା ବେଳକୁ ସ୍ୱାମୀ ଭିନ୍ନ ଆଡକୁ ଯାଇଥାଏ। ଯେତେବେଳେ ସ୍ୱାମୀ ଭାର୍ଯ୍ୟା ପ୍ରାର୍ଥନାଶୀଳ ଜୀବନ କାଟିଲା ବେଳକୁ ସନ୍ତାନ ସନ୍ତତିକୁ ଶୈତାନ ସବୁବେଳେ ଧରୁଥାଏ। ଅନେକ ବିଷୟରେ ନେଇକି ସେମାନେ ଶୈତାନ କଣକୁ ଛନ୍ଦାଛନ୍ଦି କରିଦେଇଥାଏ। ଆଉ ଛନ୍ଦାଛନ୍ଦି ଯେତେବେଳେ କରୁଛି, ଯାକୁବ ଆଉ ଈଶ୍ୱର ଯେତେବେଳେ ରିବିକାର ପେଟରେ ଥିଲେ ଛନ୍ଦାଛନ୍ଦି ହେଇକି, ସେଇଠି ମଧ୍ୟ ସେମାନେ ଯୁଦ୍ଧ କରୁଥିଲେ। ଆଉ ସେମାନଙ୍କର ଯୁଦ୍ଧ ଏବେ ଯାଇ ଚାଲିଛି। ଆମ ପରିବାର ମଧ୍ୟ ଶୈତାନ କଣ ଆମର ସନ୍ତାନ ସନ୍ତତିକୁ ନେଇକି ସେ ଯୁଦ୍ଧ କରିଥାଏ। ତେଣୁକରି ଆମେ ବେଶୀ ଆଉ ଶୈତାନକୁ ପ୍ରୟୋଶ ଦେବା ନାହିଁ। ଅନ୍ୟ କୌଣସି ଥାର ଲୋକ, ଅନ୍ୟ ଅଚିହ୍ନା ଲୋକ ସହିତ ଆମେ ବେଶୀ କଥାବାର୍ତ୍ତା କରିବା ନାହିଁ। ପ୍ରଭୁ ଏ ଅଳ୍ପ ଶିକ୍ଷାରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଧନ୍ୟବାଦ ଜ୍ୟୋତ୍ସ୍ନା, ବହୁତ ବହୁତ ଧନ୍ୟବାଦ। ଅତି ସୁନ୍ଦର ବାକ୍ୟ ଆଜି ଆମମାନଙ୍କ ଗହଣରେ ପ୍ରଦାନ କରିଥିବାରୁ
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ अर्पण करे। प्रेज द लॉर्ड। प्रभु आशीर्वाद करंतु, अनुग्रह करंतु, ए प्रकार ज्ञानरे प्रभु आहुरी परिपूर्ण करंतु, पुणी विभिन्न जगार प्रभु तांकरी गौरव उद्देश्य रे आपनको ठिया करंतु। आमेन आमेन आमेन। आसंतु आमने इस समय रे अति सुंदर शिक्षा आमने ग्रहण करिथिबारु आमने ए वाक्य जेपरी आमनक जीवन मध्य कार्यकारी हेबो, सेथिपय मध्य आमने प्रार्थना करिबा। पुणी विशेष करी प्रार्थना करिबा जहाँ सब अनाउंसमेंट रे आमनकर अनुरोध प्रार्थना रही थिला, आउ से सब विषय नै मध्य आमने प्रार्थना करिबा। पुणी प्रार्थना करिबा आज जेते जण व्यवहृत हेले आराधना रे आमनकर अनुपमा बागदीदी, पुणी वाक्य रे ज्योत्स्ना राणी खोसला मध्य वाक्य परिवेषण कले। आउ ए समस्त पई आमने इस समय रे प्रार्थना करिबा। पुणी प्रार्थना करिबा रियल मिनिस्ट्री रो अभिवृद्धि आमने प्रार्थना करिबा। जेपरि अनेक आसी जड़ित हेबे, पुणी समस्त मिलित भाव में प्रभुंकर ठारू आशीर्वाद प्राप्त हे प्रतिटी प्रभात रे, सेतपई आमने प्रार्थना करिबा। ए समय रे सब विषय नै प्रभुंक चरण तले समर्पित करी आमने प्रार्थना करिबा। जहाँ अनाउंसमेंट रही थिला आ जहाँकि आमनकर प्रमोद परिछा आज्ञाकर सहधर्मिणींकर देहांत परे आज तांको गृह मध्य शांति सभा रखा जायछि। शांतिर प्रार्थना करा जिवो। आउ सेथिपई विशेष करी प्रार्थना करिबा जेते जण जड़ित हेबे आ जिबे आ सेमानकर यात्रा पथ कुशल हेबो। पुणी जेते जण से जगह को जाई पहुंचिबे प्रत्येकको मध्य प्रभु अनुग्रह करिवे, सेथिपई प्रार्थना करिबा। पुणी प्रार्थना करिबा जो माने कि दुखित परिवार पई आउ दानर हस्त बढ़ाइछन्ती सेमानक पई मध्य आमाने प्रार्थना करिबा। ए समय रे प्रार्थना करिबा को मु अनुरोध करे। आमानक गहण रे आउ हेमलता सुना दीदी अछंती। प्रेज द लॉर्ड दीदी। प्रेज द लॉर्ड भଉଣୀ। प्रेज द लॉर्ड दीदी। इस ଗୋଟେ समय रे ମିନିଟ सब विषय ଗୋଟେ ମିନିଟ ମୋର ପ୍ରାର୍ଥନା ପ୍ରାର୍ଥନା ଅନୁରୋଧ ଅଛି ମୋର, ଗୋଟେ ମିନିଟ। ହଁ, ଆଜି ଆମର ଆନିଭର୍ସରୀ ଅଛି। ପ୍ରାର୍ଥନା କରିବେ ପ୍ରଭୁ କୁଶଳ ମଙ୍ଗଳରେ ଏତେ ଦିନ ପର୍ଯ୍ୟନ୍ତ ସୁରକ୍ଷା ଦେଲେ, ଆଉ ଆସନ୍ତା ଦିନ ମାନଙ୍କରେ ଯେମିତି ଈଶ୍ୱରଙ୍କର ଉପସ୍ଥିତି ରହିବ, ସୁରକ୍ଷା ରହିବ, ସୁସ୍ଥତା ରହିବ, ଏଇଥିପାଇଁ ଆଜି ପ୍ରାର୍ଥନା ରଖେ। ହାପି ଆନିଭର୍ସରୀ। थैंक यू। ବହୁତ ବହୁତ ଧନ୍ୟବାଦ। ଆସନ୍ତୁ ପ୍ରାର୍ଥନା କରିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ ଦ ଲର୍ଡ। ଧନ୍ୟବାଦ, ପ୍ରଶଂସା, ଗୌରବ, ସମ୍ଭ୍ରମ ଯୁଗେ ଯୁଗେ ପାଇବାକୁ ଯୋଗ୍ୟ ପରମେଶ୍ୱର, ତୁମ ପବିତ୍ର ନାମର ଧନ୍ୟବାଦ ପ୍ରଭୁ। ପ୍ରଶଂସା ହଉ, ଗୌରବ ହଉ ବାପା। ତୁମେ ଅନୁଗ୍ରହ କଲ, ଦୟା କଲ ପ୍ରଭୁ। ଗତ ରାତ୍ରର ସମସ୍ତ ବିପଦରୁ ଆପଦରୁ ମୃତ୍ୟୁ ମୁଖରୁ ବଞ୍ଚାଇ ରଖିଲ ପ୍ରଭୁ। ଆଜିର ଏଇ ସୁନ୍ଦର ପ୍ରଭାତ ଦେଖିବା ନିମନ୍ତେ ସୁଯୋଗ ଦେଲ, ସେଥିପାଇଁ ଧନ୍ୟବାଦ ଦଉଛି ପ୍ରଭୁ। ଆଜି 23 ପ୍ରଭାତରେ ପ୍ରଭୁ ତୁମର ଚରଣ ତଳେ ଏକତ୍ରିତ ହୋଇ ତୁମର ଗୌରବ ପ୍ରଶଂସା କରିବା ନିମନ୍ତେ ତୁମେ ଆମମାନଙ୍କୁ ସୁଯୋଗ ଦେଲ, ସୁନ୍ଦର ସହଭାଗିତା ଦେଲ ପ୍ରଭୁ। ସେଥିପାଇଁ ତୁମର ଗୌରବ ହଉ, ପ୍ରଶଂସା ହଉ। ତୁମ ଚରଣ ତଳକୁ ଆସୁ ଆସୁ ପ୍ରଭୁ ଆମମାନେ ଅନେକ ବିଷୟ ତୁମ ନିକଟରେ ପ୍ରାର୍ଥନା କରିଅଛୁ ବାପା। ଇଣ୍ଟରସେସରୀ ପ୍ରେୟାରରେ ପ୍ରାର୍ଥନା ଯୋଦ୍ଧା ମାନେ ତୁମରି ନିକଟରେ ଅନେକ ବିଷୟ ଅଳି କରିଅଛନ୍ତି ପ୍ରଭୁ। ସେ ସମସ୍ତ ତୁମ ଦୃଷ୍ଟିରେ ପ୍ରଭୁ ଦୃଷ୍ଟିଗୋଚର ହେଇଅଛି। ତୁମେ କର୍ଣ୍ଣରେ ଶୁଣିଅଛ ପ୍ରଭୁ। ସମସ୍ତ ବିଷୟ ତୁମେ ଉତ୍ତର ଦେଇ ତୁମେ ଗୌରବାନ୍ୱିତ ହୁଅ। ଏତେବେଳେ ପ୍ରଭୁ ଲିଡିଂ କରୁଥିଲେ, ପ୍ରଭୁ ରୀନା ପାଲ ଭଉଣୀ ଇଣ୍ଟରସେସରୀ ପ୍ରେୟାରରେ ଲିଡିଂ କରୁଥିଲେ, ଆଉ ବର୍ତ୍ତମାନ ସଂଯୁକ୍ତା ରେଖା ଭଉଣୀ ଲିଡିଂ କରୁଥିଲେ। ଆପା ତୁମେ ସେମାନଙ୍କର ସହବର୍ତ୍ତୀ ଈଶ୍ୱର ହୁଅ। ସମସ୍ତ ମଙ୍ଗଳରୁ ରକ୍ଷା କରି ତୁମରି ଗୌରବ କରିବାକୁ ସାହାଯ୍ୟ କର। ସେ ଭଉଣୀ ମାନଙ୍କର ପାରିବାରିକ ଜୀବନରେ, ଆତ୍ମିକ ଜୀବନରେ ତୁମେ ସହବର୍ତ୍ତୀ ଈଶ୍ୱର ହୁଅ। ସେମାନଙ୍କର ପ୍ରତ୍ୟେକଟି ସମୟ ଦ୍ଵାରା ତୁମେ ଗୌରବ ପାଅ, ପ୍ରଶଂସା ପାଅ। ଆଗେ ପଛେ ବାମେ ଡାହାଣେ ରହି ସୁରକ୍ଷା ଦିଅ, ସୁସ୍ଥ ସ୍ୱାସ୍ଥ୍ୟ ଦିଅ। ସେ ପରିବାର ଗୁଡିକର ଯତ୍ନ ତତ୍ତ୍ୱ ତୁମେ ନିଅ ପ୍ରଭୁ। ଦୟା କର, ଅନୁଗ୍ରହ କର। ପ୍ରାର୍ଥନା କରୁଛି ପ୍ରଭୁ, ଆରାଧନାରେ ତୁମରି ପ୍ରିୟ ଦାସୀ ଅନୁପମା ଭଉଣୀ ମଧ୍ୟ ପ୍ରଭୁ ସେ ସୁନ୍ଦର ଭାବରେ ଆରାଧନା କରିଅଛନ୍ତି ମଙ୍ଗଳମୟଙ୍କୁ ପ୍ରଭୁ। ତୁମେ ତାଙ୍କୁ ଆହୁରି ବ୍ୟବହାର କର, ତୁମ ରାଜ୍ୟ ନିମନ୍ତେ ତୁମେ ତାଙ୍କୁ ବ୍ୟବହାର କରି ତୁମରି ଗୌରବ ପ୍ରଶଂସା କରିବାକୁ ସାହାଯ୍ୟ କର। ଶୁଣିଲୁ ପ୍ରଭୁ ଆଜି ତାଙ୍କର ବିବାହ ବାର୍ଷିକୀ। ହେ ମଙ୍ଗଳମୟ ସଦା ପ୍ରଭୁ
ସମସ୍ତ ବିଷୟରେ ଆଶୀର୍ବାଦ କର ସେମାନଙ୍କୁ ପ୍ରଭୁ। ଦିନ ପ୍ରତିଦିନ ପ୍ରଭୁ ତୁମରି ନିମନ୍ତେ ବଢିବା ପାଇଁ ସାହାଯ୍ୟ କରିଛ। ବିବାହର ପ୍ରଭୁ ଆରମ୍ଭରୁ ଏ ଯାବତ୍ ତୁମେ ସେମାନଙ୍କର ସହିତରେ ରହିଛ। ତାଙ୍କର ଦାମ୍ପତ୍ୟ ଜୀବନରେ ତୁମର ମହା ଆଶୀର୍ବାଦ ପ୍ରଦାନ କର। ସେଇ ପରିବାର ପ୍ରତି ତୁମର ସୁଦୃଷ୍ଟି ପଡୁ ପ୍ରଭୁ। ତାଙ୍କ ଛୋଟ ଛୁଆକୁ ମଧ୍ୟ ତୁମେ ଆଶୀର୍ବାଦ କର, ସକଳ ମଙ୍ଗଳରୁ ରକ୍ଷା କର। ଆଜିଠାରୁ ଏ ବର୍ଷର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଭୁ ତାଙ୍କର ତୁମେ ସହବର୍ତ୍ତୀ ଈଶ୍ୱର ହୁଅ। ତୁମେ ଆଗରେ ଯାଇ ସେମାନଙ୍କୁ ପଛରେ ନିଅ ପ୍ରଭୁ। ସମସ୍ତ କ୍ଷେତ୍ରରେ ଆଶୀର୍ବାଦ